السلام عليكم ورحمة الله. أشهد أن لا إله إلا الله وحده لا شريك له وأشهد أن محمدا عبده ورسوله. أما بعد فأعوذ بالله من الشيطان الرجيم. بسم الله الرحمن الرحيم. الحمد لله رب العالمين الرحمن الرحيم مالك يوم الدين. إياك نعبد وإياك نستعين. اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين. आज मैं ଆଜି ମୁଁ ଜମାତର ଜଣେ ପୁରାତନ ତଥା ଅନୁଭବୀ ଓ ନିଷ୍ଠାପର ସେବକ ସମ୍ମାନନୀୟ ଚୌଧୁରୀ ହମିଦୁଲ୍ଲା ସାହେବଙ୍କର ଚର୍ଚ୍ଚା କରିବାକୁ ଚାହୁଁଛି, ଯାହାଙ୍କର ବିଗତ ଦିନରେ ଅକାଳ ବିୟୋଗ ଘଟିଥିଲା। ସେ ପାକିସ୍ତାନ ତେହରିକେ ଜଦିଦର ଓକିଲୁଲ ଆଲା ପଦବୀରେ ଅଧିଷ୍ଠିତ ଥିଲେ। ସେ ସଦର ଅଞ୍ଜୁମନ ମଜଲିସେ ତେହରିକେ ଜଦିଦର ସଭାପତି ଏବଂ ଜଲସା ସାଲାନାର ଅଫିସର ଭାବରେ ମଧ୍ୟ ଦୀର୍ଘ ଦିନ ପର୍ଯ୍ୟନ୍ତ ଅଧିଷ୍ଠିତ ରହିଥିଲେ। ଫେବୃଆରୀ ମାସ 7 ତାରିଖ ଦିନ ତାହେର ହାର୍ଟ ଇନଷ୍ଟିଚ୍ୟୁଟରେ 87 ବର୍ଷ ବୟସରେ ସେ ମୃତ୍ୟୁବରଣ କରିଛନ୍ତି। ଇନ୍ନା ଲିଲ୍ଲାହି ଓ ଇନ୍ନା ଇଲେଇହି ରାଜିଉନ୍। ସମ୍ମାନନୀୟ ସ୍ୱର୍ଗତ ଚୌଧୁରୀ ସାହେବଙ୍କ ପିତାଙ୍କର ନାମ ବାବୁ ମୋହମ୍ମଦ ବକ୍ସ ସାହେବ ଥିଲା ଏବଂ ମାତାଙ୍କ ନାମ ଆୟଶା ବିବି ସାହେବା ଥିଲା। ସେ ଭେରାର ସୀମାବର୍ତ୍ତୀ ଅଞ୍ଚଳର ନିବାସୀ ଥିଲେ। ସ୍ୱର୍ଗତ ଚୌଧୁରୀ ସାହେବ 1934 ମସିହାରେ କାଦିଆନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ତାଙ୍କ ଜନ୍ମର ଠିକ୍ 5 ବର୍ଷ ପୂର୍ବେ ଅହମଦିୟତ ଗ୍ରହଣ କରିଥିଲେ। ଅହମଦିୟତ ସମ୍ପ୍ରଦାୟରେ ସେ ଅନ୍ତର୍ଭୁକ୍ତ ହେବା ଘଟଣା ବର୍ଣ୍ଣନା କରି କୁହନ୍ତି, ମୁଁ ପ୍ରଭୁଙ୍କ ଶପଥ କରି କହୁଛି, ଏକଦା ମୁଁ ସ୍ୱପ୍ନରେ ଦେଖିଲି ଯେତେବେଳେ କି ମୁଁ ବଙ୍ଗଲା ବଖୁୱାଲା ସରଗୋଦାର ନଦୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲି। ଅକ୍ଟୋବର ମାସ 1929 ମସିହା ମଧ୍ୟରାତ୍ର ପ୍ରାୟ 2 ଘଣ୍ଟିକା ସମୟରେ ଦେଖିଲି ଯେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କର ଆଗମନ ହୋଇଛି ଅବା ହୁଜୁର ଭ୍ରମଣ କରିବାକୁ ଆସିଛନ୍ତି ଏବଂ ନିଜ ଜଙ୍ଘରେ ନିଜ 2 ହସ୍ତ ରଖି ବସିଛନ୍ତି, ଯେପରି ଆଙ୍ଗୁଳିରେ ପରମେଶ୍ୱରଙ୍କର ନାମ ଜପ କରୁଛନ୍ତି, ତଥା ଆପଣଙ୍କ ପବିତ୍ର ମୁଖ ପୂର୍ବ ଦିଗ ଆଡ଼କୁ ରହିଛି। ଆପଣ ମୋତେ କହିଲେ, ତୁମେ ଯେଉଁ ଚେୟାରରେ ଅର୍ଥାତ୍ ଚୌକିରେ ବସିଛ ତାହାର ରଜୁ ଢିଲା ପଡ଼ିଯାଇଛି। ମୁଁ ସଙ୍ଗେ ସଙ୍ଗେ ଉଠି ଛିଡ଼ା ହୋଇ ଦେଖିଲି ଯେ ବାସ୍ତବରେ ତାହାର ଗୋଟିଏ ରଜୁ ଢିଲା ପଡ଼ିଯାଇଛି। ମୁଁ ତାଙ୍କର କୃତଜ୍ଞତା ଜ୍ଞାପନ କଲି ଯେ ହୁଜୁର ନିଜ ସେବକଙ୍କର ଜୀବନ ରକ୍ଷା କରିଦେଇଛନ୍ତି। ଯଦି ମୁଁ ସେଥିରୁ ପଛପଟକୁ ପଡ଼ିଯାଇଥାନ୍ତି ତେବେ ମୋର ମୁଣ୍ଡ ଫାଟିଯାଇଥାନ୍ତା। କିଛି କ୍ଷଣ ପରେ ଦେଖିଲି ଯେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ପବିତ୍ର ହସ୍ତରେ ଗୋଟିଏ ନୂତନ ଚୌକି ରହିଛି, ଯାହାର ଆର୍ମସ ଆଗକୁ ଲମ୍ବି ରହିଛି ଏବଂ ହୁଜୁର ମୋତେ କହିଲେ, ଏହି ଚେୟାରରେ ବସିପଡ଼। ଏହା ଅହମଦିୟତର ଚୌକି ଅଟେ ଏବଂ ବାସ୍ତବ ଇସଲାମ ଏଥିଅନ୍ତେ ମୋର ନିଦ
ଭାଙ୍ଗିଗଲା। ଏପରି ତାଙ୍କ ପିତା ଅର୍ଥାତ୍ ହମିଦୁଲ୍ଲା ସାହେବଙ୍କର ପିତା ଅହମଦିୟତର ସମ୍ପ୍ରଦାୟରେ ସାମିଲ ହୋଇଗଲେ। ସ୍ୱର୍ଗତ ଚୌଧୁରୀ ସାହେବ ପ୍ରାରମ୍ଭିକ ଶିକ୍ଷା କାଦିଆନରେ ହିଁ ପ୍ରାପ୍ତ କରିଥିଲେ। ହଜରତ ମୁସଲିମ ମଉଦ ରଜିୟତାଲାଙ୍କ ଆହ୍ୱାନ କ୍ରମେ ତାଙ୍କ ମାତା ତାଙ୍କୁ ଧରି ହଜରତ ମୁସଲିମ ମଉଦ ରଜିୟତାଲାଙ୍କ ନିକଟକୁ ନେଇ ଆସିଲେ ଏବଂ ହୁଜୁରଙ୍କୁ କହିଲେ, ଏ ହେଉଛି ମୋର ସନ୍ତାନ ଏବଂ ମୁଁ ଏହାକୁ ଧର୍ମସେବା ପାଇଁ ଉତ୍ସର୍ଗ କରୁଅଛି। ସ୍ୱର୍ଗତ ଚୌଧୁରୀ ସାହେବ 1949 ମସିହାରେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ସେ ରବୁଆର ଓକାଲତେ ଦିୱାନର ଆଦେଶ କ୍ରମେ ଇଣ୍ଟରଭ୍ୟୁ ପାଇଁ ରବୁଆ ଚାଲି ଆସିଥିଲେ। ଲିଖିତ ପ୍ରବେଶିକା ପରୀକ୍ଷା ପରେ ହଜରତ ମୁସଲିମ ମଉଦ ରଜିୟତାଲା ସ୍ୱୟଂ ତାଙ୍କର ମୌଖିକ ପରୀକ୍ଷା ନେଇଥିଲେ ଏବଂ ହଜରତ ମୁସଲିମ ମଉଦ ରଜିୟତାଲାଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କର ଶିକ୍ଷା ଅବ୍ୟାହତ ରହିଥିଲା ଏବଂ ସେ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଶିକ୍ଷା ମଧ୍ୟ ପ୍ରାପ୍ତ କରିଥିଲେ। 1955 ମସିହାରେ ତାଲିମୁଲ ଇସଲାମ କଲେଜରେ ସେ ଶିକ୍ଷକ ରୂପେ ନିଯୁକ୍ତ ହୋଇଥିଲେ ଏବଂ ପୁନଶ୍ଚ ସେ ରିଆଜି ଅର୍ଥାତ୍ ଗଣିତ ବିଭାଗର ସଭାପତି ଭାବରେ ମଧ୍ୟ ନିଯୁକ୍ତ ହୋଇଥିଲେ। ତାଙ୍କର ବିବାହ 1960 ମସିହାରେ ରଜିଆ ଖାନମ ସହିତ ହୋଇଥିଲା, ଯିଏ ସରଗୋଦାର ଅବଦୁଲ ଜବ୍ବାର ଖାନ ସାହେବଙ୍କର ସୁପୁତ୍ରୀ ଥିଲେ। 1974 ମସିହା ପର୍ଯ୍ୟନ୍ତ ତାଙ୍କୁ ଟିଆଇ କଲେଜ ରବୁଆରେ ସେବା କରିବାର ସୌଭାଗ୍ୟ ଲାଭ ହୋଇଥିଲା। ଏହାପରେ ହଜରତ ଖଲିଫତୁଲ ମସିହ ସାଲିସ ରଜିୟତାଲା ତାଙ୍କୁ ନାଜିର ଜିୟାଫତ ଭାବରେ ନିଯୁକ୍ତ କରିଥିଲେ। ହଜରତ ଖଲିଫତୁଲ ମସିହ ରାବେ ରହିମୁଲ୍ଲାହ ତାଲା 1982 ମସିହାରେ ତାଙ୍କୁ ତେହରିକେ ଜଦୀଦର ଓକିଲୁଲ ଆଲା ଭାବରେ ନିଯୁକ୍ତ କରିଥିଲେ। ତତ୍ସହିତ ସେ କିଛି ସମୟ ପର୍ଯ୍ୟନ୍ତ ତେହରିକେ ଜଦୀଦର ଅତିରିକ୍ତ ସଭାପତି ରୂପେ ମଧ୍ୟ କାର୍ଯ୍ୟ ତୁଲାଇଥିଲେ। ପୁନଶ୍ଚ 1989 ମସିହାରେ ତେହରିକେ ଜଦୀଦର ସଭାପତି ଭାବରେ ମଧ୍ୟ ନିଯୁକ୍ତ ହୋଇଥିଲେ ଏବଂ ମୃତ୍ୟୁ ପର୍ଯ୍ୟନ୍ତ ସେ ଏହି ସେବା ସମ୍ପାଦନ କରିଥିଲେ। ଏହାପରେ ସେ 1986 ମସିହାରୁ ଏଯାବତ୍ ଅତିରିକ୍ତ ନାଜିରେ ଆଲା ଭାବରେ ମଧ୍ୟ ଦାୟିତ୍ୱ ତୁଲାଇ ଆସୁଥିଲେ। 1969 ମସିହାରେ ଯେତେବେଳେ ଜମାତ ଅହମଦିୟାର ତୃତୀୟ ଖଲିଫା ତାଙ୍କୁ ସଦର ମଜଲିସ ଖୁଦାମୁଲ ଅହମଦିୟା ମୁତୟନ କରିଥିଲେ, ଉକ୍ତ ଅବସରରେ ହୁଜୁର ତାଙ୍କୁ ଯେଉଁ ଅତି ଗୁରୁତ୍ୱପୂର୍ଣ୍ଣ ହିତୋପଦେଶ ଦେଇଥିଲେ ତାହା ଆପଣଙ୍କ ଅଭିଭାଷଣରୁ ସଂଗ୍ରହ କରିଛି, ଯାହାକି ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ଅର୍ଥାତ୍ ଆଧ୍ୟାତ୍ମିକ ସନ୍ତାନମାନଙ୍କ ପାଇଁ ମଧ୍ୟ ଲାଭଦାୟକ। ଏ କଥାଗୁଡ଼ିକୁ ସେମାନେ ଗଣ୍ଠି ବାନ୍ଧି ନେବା ଉଚିତ ତଥା ସେଥି ମୁତାବକ ଅମଳ କରିବା ଉଚିତ ଏବଂ ନିଜର ବିଶ୍ଳେଷଣ କରିବା ଉଚିତ ଯେ ଆମେ ଠିକ୍ ଠିକ୍ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଅଛେ କି ନାହିଁ। ହଜରତ ଖଲିଫତୁଲ ମସିହ ସାଲିସ ରଜିୟତାଲା କୁହନ୍ତି, ଯୁବ ସଦରଙ୍କ ପାଇଁ ଦୁଆ କରିବା ଉଚିତ, ଏହି ଦାୟିତ୍ୱରୁ ମୁକ୍ତ ହେବା ପାଇଁ ମଧ୍ୟ ଦୁଆ କରିବା ଉଚିତ। ଆଲ୍ଲାହ ତାଲା ସେମାନଙ୍କ ପ୍ରଚେଷ୍ଟାଗୁଡ଼ିକୁ ଗ୍ରହଣ କରନ୍ତୁ ଏବଂ ଆଗମନକାରୀଙ୍କୁ ସାମର୍ଥ୍ୟ ପ୍ରଦାନ କରନ୍ତୁ ଯେ ସେମାନେ ଆଲ୍ଲାହ ତାଲାଙ୍କ ସାହାଯ୍ୟ କ୍ରମେ ପୂର୍ବଜମାନଙ୍କ ଠାରୁ ଅଧିକ କାମ କରି ଦେଖାନ୍ତୁ। ଆପଣ କୁହନ୍ତି, ଆମେ କୌଣସି ସ୍ଥାନରେ ଅଟକି ଯାଇପାରିବା ନାହିଁ। ଆମର ପ୍ରତ୍ୟେକ ସଦସ୍ୟ ଉପରେ ଏହି ଦାୟିତ୍ୱ ନ୍ୟସ୍ତ ରହିଛି ଯେ ସେମାନେ ନିଜ ପୂର୍ବପୁରୁଷମାନଙ୍କ ଠାରୁ ଆଗକୁ ଅଗ୍ରସର ହେବାକୁ ପ୍ରୟାସ କରିବା ଉଚିତ, କାରଣ ଜମାତରେ ଆଲ୍ଲାହ ତାଲାଙ୍କ କୃପାରୁ ପ୍ରସାର ଲାଭ କରିଅଛି। ଜମାତ ଆଜି ପ୍ରସାର ଲାଭ କରି ଚାଲିଛି। ଜମାତର କାମ ମଧ୍ୟ ଦିନକୁ ଦିନ ବଢ଼ି ଚାଲିଛି ଏବଂ ଆମର କର୍ତ୍ତବ୍ୟ ମଧ୍ୟ ବଢ଼ି ଚାଲିଛି। ତେବେ ମୁଁ କହୁଥିଲି, ଯେଉଁ ବ୍ୟକ୍ତି ମଜଲିସର ସଦର ପଦରେ ମୁତୟନ ହେଲା, ଯଦିଚ ତାହାର ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମଙ୍କ ସହିତ ରକ୍ତଗତ କୌଣସି ସମ୍ପର୍କ ନାହିଁ, ସେତେବେଳେ ଚୌଧୁରୀ ହମିଦୁଲ୍ଲା ସାହେବଙ୍କ ପୂର୍ବରୁ ସମ୍ଭବତଃ ହଜରତ ମିର୍ଜା ତାହେର ଅହମଦ ଖଲିଫତୁଲ ମସିହ ରାବେ ସଦର ଥିଲେ। ନିଜ ଦାମ୍ଭିକତା, ପ୍ରଚେଷ୍ଟା, ଦୁଆ ଓ ନମ୍ରତାର ପରିଣାମ ସ୍ୱରୂପ ସେ ଶାରୀରିକ ସନ୍ତାନମାନଙ୍କ ଠାରୁ ବେଶ୍ ଆଗକୁ ବଢ଼ି ଯାଇଥାନ୍ତି। ଶାରୀରିକ ସମ୍ପର୍କ ତ ସାଂସାରିକ ସମ୍ପର୍କ, ଧର୍ମ ବା ଆଧ୍ୟାତ୍ମିକତା ସହିତ ତାର କୌଣସି ସମ୍ପର୍କ ନଥାଏ। ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମଙ୍କର ନିଜ ସନ୍ତାନମାନଙ୍କ ସହିତ ପ୍ରକୃତ ସମ୍ପର୍କ
ଆଧ୍ୟାତ୍ମିକତାର ଥିଲା। ଏକଥା ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମଙ୍କର ରକ୍ତର ସମ୍ପର୍କୀୟମାନଙ୍କୁ ମଧ୍ୟ ମନେ ରଖିବା ଉଚିତ ଯେ ହୁଜୁର ଆଲୈହିସ୍ସଲାମଙ୍କ ନିଜ ରକ୍ତର ସମ୍ପର୍କିତ ସନ୍ତାନ ସନ୍ତତି ସହ ମଧ୍ୟ ପ୍ରକୃତ ସମ୍ପର୍କ ଆଧ୍ୟାତ୍ମିକତାର ଅଟେ। ଏଥିଯୋଗୁଁ କୁହାଯାଏ ଯେ ଅବତାରମାନେ ନା କାହାର ଉତ୍ତରାଧିକାରୀ ହୋଇଥାନ୍ତି ନା ଆସନ୍ତା ପିଢ଼ିରେ ଏହି ପ୍ରକ୍ରିୟା ଅବ୍ୟାହତ ରହିଥାଏ ବା ଚାଲିଥାଏ, ଅର୍ଥାତ୍ ସେ ପ୍ରତ୍ୟକ୍ଷରେ କିଛି ଦେଇଥାନ୍ତି, କାରଣ ଉତ୍ତରାଧିକାରୀ ଶାରୀରିକ ନିକଟତା ସହ ସମ୍ବନ୍ଧିତ। କିନ୍ତୁ ଯେଉଁ ପର୍ଯ୍ୟନ୍ତ ଆଧ୍ୟାତ୍ମିକ ବିଭୂତି ଓ ବରକତର କଥା ରହିଲା, ତାହା ବାସ୍ତବିକ, ତାହା ହିଁ ସତ୍ୟ ଓ ତାହା ହିଁ ବ୍ରହ୍ମଜ୍ଞାନ। କାରଣ ଏହି ଆଧ୍ୟାତ୍ମିକ ସନ୍ତାନ ଆଲ୍ଲାହ ତାଆଲାଙ୍କ ଆଦେଶ କ୍ରମେ ସୃଷ୍ଟି ହୋଇଥାଏ ଏବଂ ପ୍ରତ୍ୟେକ ବ୍ୟକ୍ତି ନିଜ ସମର୍ପଣ ଓ ନିଷ୍ଠା ମୁତାବକ ପ୍ରତିଫଳ ପାଇଥାଏ। ପ୍ରକୃତପକ୍ଷେ ଏହି ଆଧ୍ୟାତ୍ମିକ ଅସ୍ତିତ୍ୱ ହିଁ ଆଧ୍ୟାତ୍ମିକ ସନ୍ତାନ ଅଟେ। ତାହାର ରକ୍ତର ସନ୍ତାନ କେହି ନୁହେଁ। ପ୍ରତ୍ୟକ୍ଷ ପକ୍ଷେ ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମ ଆଧ୍ୟାତ୍ମିକ ସନ୍ତାନ ହିଁ ପ୍ରକୃତ ପକ୍ଷେ ଆପଣଙ୍କ ଆଧ୍ୟାତ୍ମିକ ସନ୍ତାନ। ସେଥିଯୋଗୁଁ ଆପଣ ନିଜ ରକ୍ତର ସନ୍ତାନମାନଙ୍କୁ କହିଲେ ଯେ ଆଲ୍ଲାହ ତାଆଲା ମୋ ପ୍ରାର୍ଥନାଗୁଡ଼ିକୁ ସ୍ୱୀକୃତି ପ୍ରଦାନ କଲେ ଏବଂ ସେମାନଙ୍କୁ ମୋର ଆଧ୍ୟାତ୍ମିକ ସନ୍ତାନ କରିଦେଲେ। କେବଳ ଶାରୀରିକ ସନ୍ତାନ ହେବାରେ କୌଣସି ମହାନତା ନାହିଁ, ନଚେତ୍ ଆପଣଙ୍କୁ ସେହି ବିନୟ ଦୁଆ ପ୍ରାର୍ଥନା କରିବାର କ'ଣ ବା ଆବଶ୍ୟକତା ରହିଥିଲା? ନା ସେଗୁଡ଼ିକର ସ୍ୱୀକୃତି ଲାଭ କରାଇବାର ଲୋଡ଼ା ରହିଥିଲା? ସୁତରାଂ ଅସଲ ଉଦ୍ଦେଶ୍ୟ ଆଧ୍ୟାତ୍ମିକ ସମ୍ପର୍କକୁ ମଜବୁତ କରିବା ଅଟେ। ତେଣେ ଶାରୀରିକ ସମ୍ପର୍କ ଥାଉ ଅବା ନଥାଉ, ଏହି ଦୃଷ୍ଟିରୁ ସେହି ଲୋକମାନେ ଭ୍ରମରେ ଅଛନ୍ତି ଯେ ଏହି ଚିନ୍ତା କରୁଛନ୍ତି କି ଶାରୀରିକ ସନ୍ତାନ ହେବା ଜରୁରୀ। ଇସଲାମରେ କିଛି ଲୋକ ଏପରି ମଧ୍ୟ ଦେଖିବାକୁ ମିଳିଥାନ୍ତି ଯେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ወሰଲ୍ଲମଙ୍କ ରକ୍ତଗତ ସମ୍ପର୍କୀୟମାନଙ୍କ ସହିତ ଏଥିଯୋଗୁଁ ଶତ୍ରୁତା ଲୋଡ଼ି ନେଇଥିଲେ କାରଣ ସେମାନେ ଆପଣଙ୍କ ରକ୍ତଗତ ସମ୍ପର୍କିତ ଥିଲେ, କିନ୍ତୁ ସେମାନେ ମଧ୍ୟ ଭୁଲ କରିଥିଲେ। ଯଦିଚ ରକ୍ତର ସମ୍ପର୍କିତ ଥିବା ଯୋଗୁଁ ସେମାନଙ୍କୁ ସେହି ମାନ ସମ୍ମାନ ପ୍ରାପ୍ତ ହୋଇଥିଲା, କିନ୍ତୁ ଯଦି କେବଳ ଏଥିଯୋଗୁଁ ତାଙ୍କୁ କେହି ମହାନ କୁହେ, ତେବେ ସେ ମୂର୍ଖ। ଆପଣ କୁହନ୍ତି ତାହା ଅନ୍ତରରେ କୌଣସି ଆଧ୍ୟାତ୍ମିକତା ନାହିଁ, କିନ୍ତୁ ଯଦି ସେମାନଙ୍କଠାରେ ବଳିଦାନ ଓ ଉତ୍ସର୍ଗୀକୃତ ଭାବନା ଉତ୍ପନ୍ନ ହୋଇଯାଏ, ତେବେ ଆଲ୍ଲାହ ସେମାନଙ୍କୁ ପ୍ରତିଫଳ ମଧ୍ୟ ପ୍ରଦାନ କରିଥାନ୍ତି ଏବଂ ଯେ ଶାରୀରିକ ସମ୍ପର୍କ ନଥାଇ ମଧ୍ୟ ଆଧ୍ୟାତ୍ମିକ ପ୍ରଭାବକୁ ଗ୍ରହଣ କରିଥାଏ, ନିଜକୁ ସାଂସାରିକ ଦୃଷ୍ଟିରେ ନବୀର ପ୍ରକୃତ ସନ୍ତାନ ସାବ୍ୟସ୍ତ କରାଇ ଦିଏ, ତାହା ସମ୍ବନ୍ଧରେ କେବଳ ନବୀ ସହିତ ଶାରୀରିକ ସମ୍ପର୍କ ରକ୍ଷା ନ କରିଥିବା ଯୋଗୁଁ ସେ ଏହି ମାନ ସମ୍ମାନ ଓ ଉଚ୍ଚ ଆସନର ଅଧିକାରୀ ହୋଇପାରିବ ନାହିଁ, କାରଣ ଏହା କହିବା ମଧ୍ୟ ଭୁଲ ହେବ। ସୁତରାଂ ଯଦି ଶାରୀରିକ ସମ୍ପର୍କ ରକ୍ଷା ନ କରି ସେ ଆଧ୍ୟାତ୍ମିକ ସମ୍ପର୍କ ସ୍ଥାପନ କରିନିଏ, ତେବେ ସେ ସେହି ଆସନରେ ଅଧିଷ୍ଠିତ ହୋଇଯାଇଥାଏ। ପୁନଶ୍ଚ ଆପଣ କୁହନ୍ତି ଅସଲ କଥା ସତ୍ମାର୍ଗ ଅଟେ। ଯେଉଁ ବ୍ୟକ୍ତି ପ୍ରଭୁଙ୍କ ଦୃଷ୍ଟିରେ ମର୍ଯ୍ୟାଦା ଓ ସମ୍ମାନ ଅର୍ଜନ କରିନିଏ, ସେ ହିଁ କୃତକାର୍ଯ୍ୟ ଓ ସଫଳ ହୋଇଥାଏ ଏବଂ ନିଜ ସାମର୍ଥ୍ୟାନୁଯାୟୀ ପ୍ରଭୁଙ୍କ ଧର୍ମ ସେବା କରିବାର ସୌଭାଗ୍ୟ ଲାଭ କରିଥାଏ। ଆଲ୍ଲାହ ତାଆଲା ତାହାର ପ୍ରୟାସକୁ ଗ୍ରହଣ କରିଥାନ୍ତି, ଯଦିଚ ଯୁଗାବତାର ସହିତ ତାହାର କୌଣସି ଶାରୀରିକ ସମ୍ପର୍କ ଥାଉ ଅବା ନଥାଉ। ଯେଉଁ ଲୋକମାନେ କହିଥାନ୍ତି ଯେ ଯେହେତୁ ଏମାନଙ୍କର ଯୁଗାବତାର ସହିତ ରକ୍ତଗତ ସମ୍ପର୍କ ଥିଲା, ସେଥିଯୋଗୁଁ ସେମାନେ ପବିତ୍ର ଓ ଉତ୍ତମ ହୋଇଗଲେ ଏବଂ ସେମାନେ ଏହି ମାନ ସମ୍ମାନ ଓ ଗୌରବ ନିଜ ପୂର୍ବଜମାନଙ୍କ ଯୋଗୁଁ ଲାଭ କରିନେଇଛନ୍ତି, ଏହା ମଧ୍ୟ ଭୁଲ। ଏପରି ତ କାହାରିକୁ ଗୌରବ ଓ ସମ୍ମାନ ମିଳିନଥାଏ। ବାସ୍ତବ ପକ୍ଷେ ଆଧ୍ୟାତ୍ମିକ ସମ୍ପର୍କର ନାମ ଧର୍ମନିଷ୍ଠତା ଅଟେ।
अल्लाहଙ୍କ खातिर व्यक्तिगत प्रीति संपर्क स्थापन करिबा ओ समर्पण भाव रखी बलिदान करिबा ही असल संपर्क। यह व्यतिरेके अन्य कौनसी संपर्क नुहे। अल्लाहଙ୍କ कृपारु गत 3 वर्ष हेला खुदामुल अहमदिया विशेष भाव रे उन्नति करि चलिछि, किंतु पर्वतर उच्च शृंग परी खुदामुल अहमदिया परी कौनसी गोटिए गिरिशृंग धार्य नहीं। ଯେଉଁ ସ୍ଥଳେ ପହଞ୍ଚି ସେମାନେ ମଣି ନେବେ ଯେ ବାସ୍ ବର୍ତ୍ତମାନ ଆମ ପାଇଁ ଆଉ କୌଣସି ଲକ୍ଷ୍ୟ ପ୍ରାପ୍ତି କରିବା ଦରକାର ନାହିଁ, ଆମ କାମ ଶେଷ ହୋଇଯାଇଛି। ଏହାର କୌଣସି ସୀମା ନାହିଁ, କାରଣ ଏହା ସେହି ପର୍ବତମାଳା ଯାହା ଉପରେ ପରମେଶ୍ୱରଙ୍କ ଆସନ ରହିଛି। ମଣିଷ ଓ ପ୍ରଭୁଙ୍କ ମଧ୍ୟରେ ଦୂରତା ରହିଛି। ଯେଉଁ ଦୂରତା ରହିଛି ତାହା ଅସୀମିତ। ତେଣୁ ଆମକୁ ପ୍ରୟାସ କରିବା ଉଚିତ ଯେ ଏହି ଜୀବିତ ରହିବା ସମୟ ମଧ୍ୟରେ ଆମେ କୌଣସି ସ୍ଥଳେ ଥକି ଯାଇ ବସି ପଡ଼ିବା ନୁହେଁ ଅବା କୌଣସି ସ୍ଥଳେ ଅଟକି ଯାଇପାରିବା ନାହିଁ। ଏହା ବୁଝିନେବା କି ଆମେ ଯେଉଁ ଲକ୍ଷ୍ୟ ପ୍ରାପ୍ତି କରିବାର ଥିଲା ତାହା ଆମେ କରିନେଇଛେ। ଆମ ପାଇଁ ସୀମାହୀନ ଉନ୍ନତି ଓ ସମୃଦ୍ଧି ଧାର୍ଯ୍ୟ ରହିଛି। ଯଦି ଆମେ ଚେଷ୍ଟା କରୁ ତେବେ ପ୍ରଭୁ ଆମ ହୃଦୟରେ ନିଷ୍ଠା ଓ ଉତ୍ସର୍ଗ ତଥା ପ୍ରେମର ଭାବ ସଞ୍ଚାର କରିଦେବେ ଏବଂ ଆମେ ତାଙ୍କ କୃପାର ଅଧିକାରୀ ହୋଇ ଚାଲିଯିବା, ଯଦ୍ୱାରା ସେ ପ୍ରଭୁଙ୍କ ଅଧିକ ପ୍ରିୟଜନ ହୋଇପାରିବ। ସେ ନିଜଠାରୁ ବହୁ ଦୂରକୁ ଚାଲିଯାଇଥାଏ। ସୁତରାଂ ଆପଣ ଚୌଧୁରୀ ସାହେବକୁ ଯେଉଁ ଉପଦେଶ ଦେଇଛନ୍ତି, ଅର୍ଥାତ୍ ହଜରତ ଖଲିଫତୁଲ ମସିହ ସାଲିସ, ଯଦି ପ୍ରତ୍ୟେକ ଉତ୍ସର୍ଗୀ ଓ ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମଙ୍କ ବଂଶଜମାନେ ଏହି ନୀତି ଶିକ୍ଷା ଗୁଡ଼ିକୁ ଧ୍ୟାନପୂର୍ବକ ଦେଖନ୍ତି, ତେବେ ସେମାନେ ଚୌଧୁରୀ ସାହେବଙ୍କ ବୈକୁଣ୍ଠରେ ସ୍ତର ବୃଦ୍ଧି ହେବା ପାଇଁ ଯେଉଁ ସ୍ଥଳେ ଦୁଆ କରିବେ ସେଠାରେ, କାରଣ ତାଙ୍କ ଯୋଗୁଁ ସେମାନେ ଏହି ସ୍ୱର୍ଣ୍ଣମୟ ଶବ୍ଦାବଳୀ ଆମକୁ ଶୁଣିବାର ଓ ବୁଝିବାର ଅବସର ପ୍ରଦାନ କରିଛନ୍ତି। ହଜରତ ଖଲିଫତୁଲ ମସିହ ସାଲିସ ରଜିୟଲ୍ଲାହୁ ତାଆଲାଙ୍କ କାଳରେ ତାଙ୍କୁ ସ୍ଥାନୀୟ ଅମୀର ହେବାର ମଧ୍ୟ ସୌଭାଗ୍ୟ ଲାଭ ହୋଇଥିଲା। ରବୁଆର ସ୍ଥାନୀୟ ମଜଲିସେ ଖୁଦ୍ଦାମୁଲ ଅହମଦିୟା ଓ କେନ୍ଦ୍ରୀୟ ମଜଲିସେ ଖୁଦ୍ଦାମୁଲ ଅହମଦିୟାର ବିଭିନ୍ନ ପଦବୀରେ ତାଙ୍କୁ ସେବା କରିବାର ସୁଯୋଗ ପ୍ରାପ୍ତ ହୋଇଥିଲା ଏବଂ ଏହାପରେ 1969 ମସିହାରୁ 1973 ମସିହା ପର୍ଯ୍ୟନ୍ତ ଖୁଦ୍ଦାମୁଲ ଅହମଦିୟାର କେନ୍ଦ୍ରୀୟ ସଭାପତି ଭାବରେ ସେ ଦାୟିତ୍ୱ ତୁଲାଇଥିଲେ। ସେହି କାଳରେ ସମଗ୍ର ପୃଥିବୀରେ କେବଳ ଗୋଟିଏ କେନ୍ଦ୍ରୀୟ ଖୁଦ୍ଦାମୁଲ ଅହମଦିୟା ଥିଲା ଏବଂ ଅର୍ଥାତ୍ ସମଗ୍ର ପୃଥିବୀରେ ଗୋଟିଏ କେନ୍ଦ୍ର ସମଗ୍ର ପୃଥିବୀର ଖୁଦ୍ଦାମମାନଙ୍କୁ ଚାଳନା କରୁଥିଲା ଏବଂ ପ୍ରତ୍ୟେକ ଦେଶରେ କେନ୍ଦ୍ରରୁ ହିଁ ଏହାର ପରିଚାଳନା ହେଉଥିଲା। ପୃଥକ ପୃଥକ ସଭାପତି ନିଯୁକ୍ତ ହେଇନଥିଲେ। ତାଙ୍କ ସମ୍ପର୍କରେ ହଜରତ ଖଲିଫତୁଲ ମସିହ ସାଲିସ ରଜିୟଲ୍ଲାହୁ ତାଆଲା 1970 ମସିହା କେନ୍ଦ୍ରୀୟ ଖୁଦ୍ଦାମୁଲ ଅହମଦିୟାର ସମ୍ମିଳନୀକୁ ସମ୍ବୋଧିତ କରି କହିଲେ, ମୁଁ ଜଣେ ନୈଷ୍ଠିକ ବାଳକ ଯାହାକୁ ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମଙ୍କ ସହିତ କୌଣସି ଶାରୀରିକ ସମ୍ପର୍କ ନାହିଁ, କିନ୍ତୁ ଦୃଢ଼ ଆଧ୍ୟାତ୍ମିକ ସମ୍ପର୍କ ନିଶ୍ଚିତ ରୂପେ ରହିଛି, ଯଦ୍ୱାରା ଆଲ୍ଲାହ ତାଆଲା ତାଙ୍କୁ ଖୁଦ୍ଦାମୁଲ ଅହମଦିୟାର ସଭାପତି ପଦରେ ଅଧିଷ୍ଠିତ କଲେ ଏବଂ ତାଙ୍କୁ କାର୍ଯ୍ୟ କରିବା ପାଇଁ ସାମର୍ଥ୍ୟ ପ୍ରଦାନ କଲେ ଏବଂ ଉକ୍ତ ପ୍ରଚେଷ୍ଟାରେ ବରକତ ପକାଇଦେଲେ ଏବଂ ଆମମାନଙ୍କର ପ୍ରାର୍ଥନାକୁ ମଧ୍ୟ ସେ ସ୍ୱୀକୃତି ପ୍ରଦାନ କଲେ। ଯେତେବେଳେ ସେ ନିଜ ସଦର ଖୁଦ୍ଦାମୁଲ ଅହମଦିୟାର ଟର୍ମ ପୁରା କରିନେଲେ, ସେତେବେଳେ ତାଙ୍କ ସମ୍ବର୍ଦ୍ଧନା ଉତ୍ସବରେ ତାଙ୍କ ପ୍ରସଙ୍ଗରେ ଏହା ଲେଖାଯାଇଥିଲା, ଯେଉଁଥିରେ କୌଣସି ଆଧିକ୍ୟତା ନାହିଁ। ତାହା ଏପରି ଥିଲା ଯେ ଚୌଧୁରୀ ହମିଦୁଲ୍ଲାହ ସାହେବ ନିଜ 4 ବର୍ଷ ସଦର ଖୁଦ୍ଦାମୁଲ ଅହମଦିୟା ପଦବୀରେ କାର୍ଯ୍ୟକାରିଣୀ କରିବା ଗୋଟିଏ ସୁନ୍ଦର ଅଧ୍ୟାୟ। ଏହି ପର୍ଯ୍ୟାୟରେ ଆପଣ ତୃତୀୟ ଖଲିଫାଙ୍କ ମାର୍ଗଦର୍ଶନ ଅନୁଯାୟୀ ପ୍ରତ୍ୟେକ କ୍ଷେତ୍ରରେ ସ୍ୱାଗତ ଯୋଗ୍ୟ କାର୍ଯ୍ୟ ସମ୍ପାଦନ କରିଛନ୍ତି।
ଚୌଧୁରୀ ସାହେବ ଅତି ବିନମ୍ର, ନିସ୍ୱାର୍ଥପର ଓ କ୍ରମାଗତ ଭାବରେ ପରିଶ୍ରମ କରୁଥିବା ବ୍ୟକ୍ତି। ତାଙ୍କ ବ୍ୟକ୍ତିତ୍ୱ ଆସନ୍ତା ଯୁବପିଢ଼ି ପାଇଁ ଅନୁକରଣ ଯୋଗ୍ୟ ପ୍ରମାଣିତ ସାବ୍ୟସ୍ତ ହେବ। ସ୍ୱର୍ଗତ ଚୌଧୁରୀ ସାହେବଙ୍କ ସଭାପତିତ୍ୱ କାଳରେ ସୈୟଦନା ହଜରତ ଖଲିଫତୁଲ ମସିହ ସାଲିସ ରଜିୟତାଲାଙ୍କ ଇଚ୍ଛା ଅନୁଯାୟୀ ଖୁଦ୍ଦାମୁଲ ଅହମଦିୟାର ପ୍ରତ୍ୟେକ ବିଭାଗରେ ପ୍ରତ୍ୟକ୍ଷ ରୂପେ ସେ ଉନ୍ନତି କରିଥିଲା। ଅର୍ଥାତ୍ ଖୁଦ୍ଦାମୁଲ ଅହମଦିୟା ଉନ୍ନତି କରିଚାଲିଥିଲା। ଆପଣଙ୍କ ସଦାରତର ଅବଧି କାଳରେ ଖଲିଫା ସାନିଙ୍କ ସୁନ୍ଦର ଓ ଭବ୍ୟ ଉପଦେଶାବଳୀ ମଶଲେ ରାହ ନାମରେ ଏକ ପୁସ୍ତକ ଭାବରେ ପ୍ରକାଶିତ କରାଯାଇଛି ଏବଂ ଅତ୍ଫାଲମାନଙ୍କ ପାଇଁ ୟାଦ ରଖନେ କି ବାତେଁ ନାମରେ ଏକ ପୁସ୍ତକ ପ୍ରକାଶିତ କରାଯାଇଛି, ଯଦ୍ୱାରା ମଜଲିସର ଅର୍ଥ ବ୍ୟବସ୍ଥା ସୁଦୃଢ଼ ହୋଇପାରିଛି। ଆପଣ ଖଲିଫାଙ୍କ ପ୍ରତ୍ୟେକ ଆଦେଶ ଓ ନିର୍ଦ୍ଦେଶର ମନପ୍ରାଣରୁ ଆଜ୍ଞାବହ ଥିଲେ। ସଦାରତର ଦାୟିତ୍ୱ ତୁଲାଇବା ପୂର୍ବରୁ ଆପଣ ବିଭିନ୍ନ ସମୟରେ କେନ୍ଦ୍ରୀୟ ମଜଲିସ ଆମଲାର ସଦସ୍ୟ ଭାବରେ ସେବା ସମ୍ପାଦନ କରିଥିଲେ। ସେହି ସମ୍ବର୍ଦ୍ଧନା ଉତ୍ସବରେ ତୃତୀୟ ଖଲିଫା ମଧ୍ୟ ଏକ ସଂକ୍ଷିପ୍ତ ଅଭିଭାଷଣ ପ୍ରଦାନ କରିଥିଲେ। ତାହା ମଧ୍ୟ ଏଠାରେ ସଂକ୍ଷିପ୍ତ ରୂପେ ଚର୍ଚ୍ଚା କରିଦେଉଛି। ହୁଜୁର କୁହନ୍ତି, ବିଦାୟ ନେଇ ଚାଲିଯିବା ବ୍ୟକ୍ତି ପାଇଁ ତ ଆମେ ଦୁଆ କରୁଛୁ ଯେ ପ୍ରଭୁ ତାଙ୍କୁ ଉତ୍ତମ ପ୍ରତିଫଳ ପ୍ରଦାନ କରନ୍ତୁ ଏବଂ ଆଗମନକାରୀଙ୍କ ପାଇଁ ଆମେ ଦୁଆ କରୁଛୁ ଯେ ପ୍ରଭୁ ତାଙ୍କୁ ସୁନ୍ଦର ଓ ସ୍ୱୀକାର ଯୋଗ୍ୟ ସେବା ସମ୍ପାଦନ କରିବାକୁ ଶକ୍ତି ପ୍ରଦାନ କରନ୍ତୁ। ଆଜି ସଂସାରବାସୀ ଖୁଦ୍ଦାମୁଲ ଅହମଦିୟାକୁ ଯେଉଁ ସ୍ଥଳେ ଦଣ୍ଡାୟମାନ ଥିବାର ଦେଖୁଛନ୍ତି, ପ୍ରାରମ୍ଭରେ ଏପରି ନଥିଲା, ବରଂ ଗୋଟିଏ କ୍ଷୁଦ୍ର ବୀଜ ପରି ଏହା ଥିଲା, କିନ୍ତୁ ଆଜି ଏକ ସୁନ୍ଦର ଶ୍ୟାମଳ ଘନ ବୃକ୍ଷରେ ଏହା ପାଲଟି ଯାଇଛି। ପ୍ରତ୍ୟେକ ସଦର ନିଜ ନିଜ ସମୟରେ ଦୁଇଟି କାର୍ଯ୍ୟ କରିଛନ୍ତି, କିଏ ଅତି ସୁନ୍ଦର ଭାବରେ ତ କିଏ ମଧ୍ୟମ ଧରଣର କାର୍ଯ୍ୟ ସମ୍ପାଦନ କରିଛନ୍ତି। ଗୋଟିଏ ହେଲା ଯାହା ଆମର ପରମ୍ପରା ଥିଲା ତାହାକୁ ସୁଦୃଢ଼ କରିବାକୁ ଚେଷ୍ଟା କରାଯାଏ। ଦ୍ୱିତୀୟରେ ଯାହା ଆବଶ୍ୟକ ଥିଲା ତାହା ପୂରଣ କରିବାକୁ ପୂର୍ଣ୍ଣ ପ୍ରୟାସ କରାଯାଏ। ନୂତନ କଥା ଯାହା ଡେଭଲପ୍ ହେଉଥିଲା ତାହାର ସାମ୍ନା କରିବା। ଜଣେ ଜୀବିତ ବ୍ୟକ୍ତିକୁ ଏହି ଦୁଇଟିର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେହେତୁ ଏହି ତନଜିମ ଅର୍ଥାତ୍ ସଂସ୍ଥାର ସମ୍ପର୍କ ନବୀ କରିମ ସଲ୍ଲଲ୍ଲାହୁ ଆଲୈହି ወሰଲ୍ଲମଙ୍କ ମେହେଦୀର ଏହି ଜମାତ ସହିତ ଅଟେ, ଯାହା ପ୍ରସଙ୍ଗରେ ସୁସମାଚାର ଦିଆଯାଇଛି ଯେ ପ୍ରଳୟ ଦିବସ ପର୍ଯ୍ୟନ୍ତ ଏହି ଜମାତ ଏହି ଦାୟିତ୍ୱ ନିର୍ବାହ କରିଚାଲିବ ଏବଂ ସେମାନଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରାଯାଇଛି, କାରଣ ଏହି ଜମାତର ଧାରାବାହିକ ପ୍ରକ୍ରିୟା ପ୍ରଳୟ ଦିବସ ପର୍ଯ୍ୟନ୍ତ ଯୋଡ଼ି ଦିଆଯାଇଛି। ତେଣୁ ଜମାତର ପ୍ରତ୍ୟେକ ଅନ୍ତର୍ବ୍ୟବସ୍ଥା ଗୁଡ଼ିକ ପ୍ରତ୍ୟେକ ଯୁଗରେ ସୁନ୍ଦର ଓ ସୁଚାରୁ ରୂପେ ନିଜ କାର୍ଯ୍ୟରେ ଆଗକୁ ବଢ଼ି ଚାଲିବା ସେମାନଙ୍କର କର୍ତ୍ତବ୍ୟ। ଯେଉଁମାନଙ୍କର ହସ୍ତରେ ସଂସ୍ଥାର ରଜ୍ଜୁ ଅର୍ପଣ କରାଯାଇଛି। ପୁନଶ୍ଚ କହିଲେ, ଆମେ କୌଣସି ସ୍ଥଳେ ଅଟକି ପାରିବା ନାହିଁ, କାରଣ ଅଟକି ଯିବା ମୃତ୍ୟୁର ଅନ୍ୟ ନାମ। ଏହା ଜୀବିତ ରହିବାର ମୂଳମନ୍ତ୍ର। ସୁତରାଂ ଏହି ମୂଳମନ୍ତ୍ରକୁ ଆମ ପ୍ରତ୍ୟେକ ସ୍ତର ଓ ବ୍ୟବସ୍ଥାର ପ୍ରତ୍ୟେକ କର୍ମକର୍ତ୍ତାମାନଙ୍କୁ ସଦାସର୍ବଦା ମନେ ରଖିବା ଉଚିତ କି ଆମେ କୌଣସି ସ୍ଥଳେ ଅଟକି ପାରିବା ନାହିଁ, କାରଣ ଅଟକି ଯିବା ମୃତ୍ୟୁର ଅନ୍ୟ ନାମ ଅଟେ। ଆପଣ କହିଲେ, ଆସନ୍ତାରେ ପ୍ରତ୍ୟେକ ନୂତନ ସଦର ଉପରେ ପୂର୍ବ ଅପେକ୍ଷା ଅଧିକ କର୍ତ୍ତବ୍ୟ ନ୍ୟସ୍ତ ହୋଇଥାଏ, କାରଣ ଆଙ୍କ ପୂର୍ବ ସଦର 2 ବର୍ଷ ପୂର୍ବର ଅବସ୍ଥାକୁ ଦୃଷ୍ଟିରେ ରଖି ଆଗକୁ ଅଗ୍ରସର ହୋଇଥିଲେ ଏବଂ ଆଗକୁ କାମର ବ୍ୟାପକତା ବଢ଼ି ଚାଲିଛି ଏବଂ ଖଲିଫାଙ୍କ ଦରବାରରୁ ନୂତନ ନିର୍ଦ୍ଦେଶନାମ ହସ୍ତଗତ ହୋଇଥାଏ, ନୂତନ କାର୍ଯ୍ୟଭାର ପଡ଼ିଥାଏ। ପୁଣି ନବାଗତ ଆବଶ୍ୟକତା ପୂରଣ ତଥା ନୂତନ ସମସ୍ୟାମାନ ଗୁଡ଼ିକୁ ସମାଧାନ କରିବା, ତାହାକୁ ବୁଝିବା ନୂତନ ସଂକଳ୍ପ ଆବଶ୍ୟକ କରିଥାଏ। ଆଲ୍ଲାହ ତାଆଲା ପ୍ରିୟ ଭାଇ ଓ ଯୁବ
ହମିଦୁଲ୍ଲା ସାହେବଙ୍କୁ ଯେଭଳି ସୁନ୍ଦର ରୂପେ ଜମାତର ସେବା ସମ୍ପାଦନ କରିବାକୁ ସୁଯୋଗ ପ୍ରଦାନ କଲେ, ତାଙ୍କୁ ଅଧିକ ଦାୟିତ୍ୱ ଅନ୍ୟ ବିଭାଗ ଗୁଡ଼ିକରେ ନ୍ୟସ୍ତ କରାଯିବ। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ଅତି ସୁନ୍ଦର ଭାବରେ ସେବା ସମ୍ପାଦନ କରିବାକୁ ଆଲ୍ଲାହ ତାଆଲା ତାଙ୍କୁ ଶକ୍ତି ପ୍ରଦାନ କରିଚାଲନ୍ତୁ। 1974 ମସିହାରେ ସାମ୍ପ୍ରଦାୟିକତା ମୂଳକ ପରିସ୍ଥିତିରେ ମଧ୍ୟ ସେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ହଜରତ ଖଲିଫତୁଲ ମସିହ ରାବେ ରହମୁଲ୍ଲାହ ତାଆଲା ଲଣ୍ଡନ ପ୍ରବାସ କରିବା ପରେ ହୁଜୁରଙ୍କର ପରାମର୍ଶ କ୍ରମେ ସେ ଏଠାକୁ ଆସିଲେ ଏବଂ 1 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏଠାରେ ଅବସ୍ଥାନ କରିଥିଲେ ଏବଂ ଏଠାରେ ମଧ୍ୟ ଯେଉଁ କେନ୍ଦ୍ରୀୟ ବ୍ୟବସ୍ଥା ରହିଥିଲା ତାହାକୁ ସ୍ଥାପନ ତଥା ସେଟ୍ କରିବା ପାଇଁ ତଥା ସୁଦୃଢ଼ କରିବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେ 1982 ମସିହାରୁ 1999 ମସିହା ପର୍ଯ୍ୟନ୍ତ ଅନସାରୁଲ୍ଲାହର ସଭାପତି ଭାବରେ ଦାୟିତ୍ୱ ତୁଲାଇଥିଲେ। ଜମାତ ଅହମଦିୟାର ଶତବାର୍ଷିକ ସ୍ୱର୍ଣ୍ଣ ଜୟନ୍ତୀର ଯୋଜନା କମିଟିର ମଧ୍ୟ ସେ ସଭାପତି ଭାବରେ ଦାୟିତ୍ୱ ତୁଲାଇଥିଲେ। ଏହା ପୂର୍ବରୁ ସେ ଶତବାର୍ଷିକ ସ୍ୱର୍ଣ୍ଣ ଜୟନ୍ତୀର ଯୋଜନା କମିଟିର ସଚିବ ଭାବରେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ। 2003 ମସିହାରେ ହଜରତ ଖଲିଫତୁଲ ମସିହ ରାବେ ରହମୁଲ୍ଲାହ ତାଆଲାଙ୍କର ଅକାଳ ବିୟୋଗ ଅବସରରେ ଇନ୍ତେଖାବେ ଖିଲାଫତ ସଭାର ସଭାପତିତ୍ୱର ଯଶ ମଧ୍ୟ ସେ ଅର୍ଜନ କରିଛନ୍ତି। ସେ ଆଫ୍ରିକା ଓ ୟୁରୋପ ସମେତ ବିଭିନ୍ନ ଦେଶରେ ଓକିଲେ ଆଲା ଭାବରେ ମଧ୍ୟ ଭ୍ରମଣ କରିଥିଲେ। 1973 ମସିହାରେ ସମ୍ମାନନୀୟ ସୈୟଦ ମୀର ଦାଉଦ ଅହମଦ ସାହେବଙ୍କ ବିୟୋଗରେ ହଜରତ ଖଲିଫତୁଲ ମସିହ ସାଲିସ ରଜିୟା ତାଆଲା ତାଙ୍କୁ ଅଫିସର ଜଲସା ସାଲାନା ଭାବରେ ନିଯୁକ୍ତ କରିଥିଲେ। 1973 ମସିହାରେ ମୃତ୍ୟୁ ପର୍ଯ୍ୟନ୍ତ ସେ ଅଫିସର ଜଲସା ସାଲାନା ଭାବରେ ଦାୟିତ୍ୱ ତୁଲାଇଥିଲେ। 1991 ମସିହାରେ କାଦିଆନର ଜଲସା ସାଲାନାରେ ହଜରତ ଖଲିଫତୁଲ ମସିହ ରାବେ ରହମୁଲ୍ଲାହ ତାଆଲା ତାଙ୍କୁ ଅଫିସର ଜଲସା ସାଲାନା ରୂପେ ନିଯୁକ୍ତ କରିଥିଲେ। 1977 ମସିହାରେ ତାଙ୍କୁ ରବୁଆର ଅଫିସର ଜଲସା ସାଲାନା ବ୍ୟତୀତ ନାଜିରେ ଜିଆଫତ ଭାବରେ ମଧ୍ୟ ନିଯୁକ୍ତ କରାଯାଇଥିଲା। 1977 ମସିହାରୁ 1987 ମସିହା ପର୍ଯ୍ୟନ୍ତ ସେ ନାଜିରେ ଜିଆଫତ ଦାୟିତ୍ୱ ଭାର ତୁଲାଇଥିଲେ। ସ୍ୱର୍ଗତ ଚୌଧୁରୀ ସାହେବଙ୍କ ପରିବାର ମଧ୍ୟରେ ତାଙ୍କ ପତ୍ନୀ ରଜିଆ ଖାନମଙ୍କ ବ୍ୟତୀତ ଗୋଟିଏ ପୁତ୍ର ଓ 2ଟି ପୁତ୍ର ରହିଛନ୍ତି। ତାଙ୍କ ପତ୍ନୀ କୁହନ୍ତି ଯେ ବିବାହ ପରେ ମୁଁ ଦେଖିଲି ଯେ ତାଙ୍କୁ ଯାହା ବି ସମିନ ସୂଚକ ଭତ୍ତା ମିଳୁଥିଲା ସେ ସର୍ବପ୍ରଥମେ ତହିଁରୁ ଚାନ୍ଦା କାଢ଼ି ନେଉଥିଲେ ଏବଂ ମୋତେ ମଧ୍ୟ ଅନୁପ୍ରେରିତ କରୁଥିଲେ ଯେ ସର୍ବପ୍ରଥମେ ଚାନ୍ଦା ଦିଅ ଏବଂ ପରେ ଅନ୍ୟାନ୍ୟ ଖର୍ଚ୍ଚ କର ଏବଂ ମୋତେ ଓସିୟତ ପାଇଁ ମଧ୍ୟ ଉତ୍ସାହିତ କରୁଥିଲେ। ବିବାହ ସମୟରେ ଚୌଧୁରୀ ସାହେବଙ୍କ ବେତନ ମାତ୍ର 80 ଟଙ୍କା ଥିଲା। ଏହାପରେ ସେଥିରୁ ଚାନ୍ଦା ବାହାର କରିଦେଲେ ମୋତେ ବେଶ ଚିନ୍ତା ଘାରୁଥିଲା ଯେ ଏତେ ସ୍ୱଳ୍ପ ଅର୍ଥରେ ଘର କିପରି ଚଳିବ, କିନ୍ତୁ ଚାନ୍ଦା ଦେବା ଯୋଗୁଁ ପ୍ରଭୁଙ୍କ କୃପା ଅବତୀର୍ଣ୍ଣ ହେଉଥିଲା ଏବଂ ବେଶ ଆରାମରେ ଦିନ କଟିଯାଉଥିଲା। ଏହି ସ୍ୱଳ୍ପ ବେତନର କେହି ଆଜି କଳନା ମଧ୍ୟ କରିପାରିବେ ନାହିଁ, ଯଦିଚ ତାହା ଶସ୍ତା ଯୁଗ ଥିଲା। ସେ ତେହଜୁଦ ପ୍ରିୟ ବ୍ୟକ୍ତି ଥିଲେ। ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ସମ୍ପୂର୍ଣ୍ଣ ଏବଂ ଯଥା ସମୟରେ ନମାଜ ପାଠ କରୁଥିଲେ। ସେ ଆହୁରି କୁହନ୍ତି, ମୋ ସହିତ ସେ ବେଶ ସୁନ୍ଦର ଆଚରଣ ପ୍ରଦର୍ଶନ କରିଛନ୍ତି। ଯାହା ଘରକୁ ଜିନିଷ ଧରି ଆସନ୍ତି ପ୍ରଥମେ ମୋତେ ଦିଅନ୍ତି, ସେଥିଅନ୍ତେ ପିଲାମାନଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତି। ଅଧିକାଂଶ ସମୟରେ କାର୍ଯ୍ୟାଳୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟରେ ବ୍ୟସ୍ତ ରହିଥିବା ଯୋଗୁଁ ମୋତେ କଷ୍ଟ ନ ଦେବା ପାଇଁ ନିଜ ନିକଟରେ ବାହାର ଦ୍ୱାରର ଏକ ଚାବି ରଖୁଥିଲେ। ବିଳମ୍ବରେ ଆସିଲେ କଦାପି ଘଣ୍ଟି ବଜାଉ ନଥିଲେ ନା ମୋତେ ଉଠାଉଥିଲେ। ମୁଁ ତାଙ୍କ ଆବଶ୍ୟକତା ଅନୁଯାୟୀ ଖାଦ୍ୟ ହାଣ୍ଡିରେ ରଖିଦେଉଥିଲି ଏବଂ ଶୋଇପଡ଼ୁଥିଲି। ଆପଣ ବାହାରୁ ଆସି ନିଜେ ଖାଦ୍ୟ ଗରମ କରି ଖାଇନେଉଥିଲେ। କଦାପି କୌଣସି ମନ ଊଣା କରି କହୁନଥିଲେ ଯେ ଅମକ ଜିନିଷ ପ୍ରସ୍ତୁତ କର ଖାଇବା ପାଇଁ। ଯାହା ଖାଇବାକୁ ମିଳିଯାଉଥିଲା ଖୁସି ମନର ସହିତ ତାହା ସେବନ କରି ନେଉଥିଲେ। ତାଙ୍କ ପାଇଁ ଯେଉଁ ବସ୍ତ୍ର କିଣି ଆଣୁଥିଲି ତାହା ସେ
ପରିଧାନ କରି ନେଉଥିଲେ। କଦାପି କୌଣସି ସେ ଆପତ୍ତି କରିନାହାନ୍ତି। ଘରେ ଶାନ୍ତି ଓ ସୌହାର୍ଦ୍ଦ୍ୟର ବାତାବରଣକୁ ବଜାୟ ରଖିବା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନୀତି ଯେ ଯଦି ଏହିଭଳି ଆଚରଣ କରନ୍ତି ତେବେ ଅଧା ଘର କ'ଣ ବରଂ 80% ଘରମାନଙ୍କରେ ଯେଉଁ ସମସ୍ୟାମାନ ଉପୁଜୁଛି ତାହା କଦାପି ଉପୁଜିବ ନାହିଁ। ଶହୀଦ ହୋଇଥିବା ପଦାଧିକାରୀମାନେ ଏବଂ ଜଣାଶୁଣା କର୍ମଚାରୀମାନଙ୍କର ପରିଜନ ଏବଂ ଅନ୍ୟାନ୍ୟ ପରିଚିତ ବ୍ୟକ୍ତିମାନେ ଜନାଜାରେ ଅବଶ୍ୟ ସାମିଲ ହୋଇଥିଲେ ଏବଂ କବର ଦିଆଯାଇଥିବା ପର୍ଯ୍ୟନ୍ତ ସାଥିରେ ରହିଥିଲେ। କାହାରି ସମ୍ପର୍କରେ ମନ ଭିତରେ କ୍ଷୋଭ କିମ୍ବା କ୍ରୋଧ ପ୍ରକାଶ କରୁନଥିଲେ। ସେ ଦୋଷ ତ୍ରୁଟିକୁ ଢାଙ୍କି ରଖିବା ତାଙ୍କର ସ୍ୱଭାବ ଓ ବିଶେଷ ଗୁଣ ଥିଲା। ଜଣେ ପୁତ୍ର ବତ୍ସଳ ପିତା ପରି ସେ ଥିଲେ। ସେ କୌଣସି ସମ୍ପର୍କୀୟଙ୍କ ପ୍ରତି କ୍ଷୁବ୍ଧ ହୋଇନଥିଲେ। ସେ ଶାନ୍ତି ସ୍ଥାପନ ପାଇଁ ସର୍ବଦା ଆଗୁଆ ପ୍ରୟାସ କରୁଥିଲେ ଏବଂ କହୁଥିଲେ ଅଲ୍ ଇଜ୍ଜତୁ ଲିଲ୍ଲାହି ଜମିଆ, ଅର୍ଥାତ୍ ସମସ୍ତ ଯଶ ଆଲ୍ଲାହ ତାଆଲାଙ୍କ ନିମନ୍ତେ ଉଦ୍ଦିଷ୍ଟ। ନିଜ ଭାଇ ଭଉଣୀ ଓ ଅନ୍ୟାନ୍ୟ ସମ୍ପର୍କୀୟଙ୍କ ସେ ବହୁତ ଯତ୍ନ ନେଉଥିଲେ। ରବୁଆରେ ରହୁଥିବା ତାଙ୍କର ଜଣେ ଭଉଣୀଙ୍କ ନିକଟକୁ ସେ ପ୍ରତ୍ୟେକ ଗୁରୁବାର ଦିନ ଯାଉଥିଲେ। ଚୌଧୁରୀ ସାହେବ ନିଜ ଅଭିଭାବକମାନଙ୍କର ବେଶ ଦେଖାଶୁଣା ମଧ୍ୟ କରୁଥିଲେ। ଶ୍ରୀଯୁକ୍ତ କୁହନ୍ତି ଅର୍ଥାତ୍ ତାଙ୍କ ଭଉଣୀ କୁହନ୍ତି, ମୋର ଅପରେସନ୍ ହେଲା। ମୁଁ 10 ଦିନ ପର୍ଯ୍ୟନ୍ତ ନୂର ହସ୍ପିଟାଲରେ ରହିଲି। ଶୟନ ନିମନ୍ତେ ସେଠାରେ କୌଣସି ଉପଯୁକ୍ତ ସ୍ଥାନ ନଥିଲା। ତେଣୁ ସେ ମୋ କୋଠରୀରେ ହିଁ ତଳେ ଅର୍ଥାତ୍ ଭୂମି ଉପରେ ଶୋଇପଡ଼ୁଥିଲେ। ସେ କେବେ କୌଣସି ଅଭିଯୋଗ ଆଣିନଥିଲେ କି ମୁଁ ତଳେ ଶୋଇପାରିବି ନାହିଁ ଏବଂ ପୁନଶ୍ଚ ଅତ୍ୟନ୍ତ ପତ୍ନୀପ୍ରେମୀ ସ୍ୱାମୀ ସେ ଥିଲେ। ମୁଁ ଯେତେବେଳେ ରୋଗଗ୍ରସ୍ତ ହୋଇ ତାହେର ହାଟ ଠାରେ ପ୍ରବେଶ କରିଥିଲି ସେତେବେଳେ ସେଠାରେ ମଧ୍ୟ ସେ ମୋ ସହିତ ରହୁଥିଲେ ଏବଂ ପ୍ରତ୍ୟେକ ଦୃଷ୍ଟିରୁ ସେ ମୋର ସେବା ଓ ଦେଖାଶୁଣା କରୁଥିଲେ। ପୁନଶ୍ଚ ସେ କହନ୍ତି କି ସେ ଆମ ମାଙ୍କ ସହିତ କେବେ ବି ଉଚ୍ଚ ସ୍ୱରରେ କଥା କହିନଥିଲେ। ପିତାଶ୍ରୀ କେବଳ ଆମର ଜଣେ ପିତା ନଥିଲେ ବରଂ ଆମର ଅନ୍ତରଙ୍ଗ ବନ୍ଧୁ ଥିଲେ। ଆମେମାନେ ତାଙ୍କ ସହିତ ପ୍ରତ୍ୟେକ କଥା ସେୟାର କରୁଥିଲୁ। ପୁନଶ୍ଚ ସେ କହନ୍ତି ଯେ ସାଧାରଣ ଭାବରେ କହିବାକୁ ଗଲେ ସେ ମୋ ଛୋଟ କୋଠରୀରେ ହିଁ ନମାଜ ତେହଜୁଦ ପଢ଼ୁଥିଲେ। ସେହି ଅବଧି ମଧ୍ୟରେ ମୋତେ ତାଙ୍କର ଏକ ଦୁଆ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ମରଣ ରହିଛି ଯାହାକୁ ସେ ବାରମ୍ବାର ପାଠ କରୁଥିଲେ। ତାହା ଏହିକି ଯେ ଏ କାଦିର ତୱାନା ଆଫାତ ସେ ବଚାନା, ଅର୍ଥାତ୍ ହେ ସର୍ବଶକ୍ତିମାନ ଐଶ୍ୱର୍ଯ୍ୟମୟ ପ୍ରଭୁ ତୁମେ ମୋତେ ସର୍ବଦା ବିପତ୍ତିରୁ ରକ୍ଷା କର। ବାଲ୍ୟାବସ୍ଥାରେ ସେ ଆମମାନଙ୍କୁ ଶୋଇବା ପୂର୍ବରୁ ଗଳ୍ପ ଶୁଣାଉଥିଲେ। ସେ ଯେତେବେଳେ ସ୍ୱିଡେନ୍ ଆସୁଥିଲେ ସେତେବେଳେ ମୋର ଛୋଟ ପିଲାମାନଙ୍କୁ ମଧ୍ୟ ଗଳ୍ପ କହୁଥିଲେ ଏବଂ ପିତାଶ୍ରୀ ଆମମାନଙ୍କ ଲାଗି ପ୍ରାର୍ଥନାର ଉତ୍ସ ଥିଲେ। ପୁନଶ୍ଚ ତାଙ୍କର ଅନ୍ୟ ଏକ ସୁପୁତ୍ରୀ କୁହନ୍ତି ତାଙ୍କର ଏହି ଆଜୀବନ ଜୀବନଚର୍ଯ୍ୟା ରହିଥିଲା ଯେ ସକାଳ ଜଳଖିଆ ପରେ ସେ କାର୍ଯ୍ୟାଳୟକୁ ଚାଲିଯାଉଥିଲେ ଏବଂ ଦ୍ୱିପହର ସମୟରେ ଘରକୁ ବିଳମ୍ବରେ ଆସୁଥିଲେ। ଅସର ନମାଜ ପରେ ସେ ପୁନର୍ବାର କାର୍ଯ୍ୟାଳୟକୁ ଚାଲିଯାଉଥିଲେ ଏବଂ ଦୀର୍ଘ ସମୟ ଧରି ସେଠାରେ କାର୍ଯ୍ୟ କରୁଥିଲେ। ବାଲ୍ୟ ଜୀବନରେ ଆମମାନଙ୍କୁ ଯେତେବେଳେ ଗଣିତରେ କୌଣସି ସାହାଯ୍ୟର ଆବଶ୍ୟକତା ପଡ଼ୁଥିଲା ସେତେବେଳେ ତାଙ୍କ ନିକଟରେ ନମାଜ ଫଜର ପରେ କେବଳ 1 ଘଣ୍ଟାର ସମୟ ରହୁଥିଲା। ସେହି ସମୟରେ ସେ ନିଜର ସନ୍ତାନ ସନ୍ତତିମାନଙ୍କୁ ଶିକ୍ଷାଦାନ କରୁଥିଲେ। ଏକଦା ଜଲସା ସାଲାନାର ଔଚକ୍ୟ ନିରୀକ୍ଷଣ ପର୍ବ ସମୟରେ ହଜରତ ଖଲିଫତୁଲ ମସିହ ସାଲିସ ରଜିୟତାଲା ତାଙ୍କ ସମ୍ପର୍କରେ କହିଲେ, ଆପଣ ମୋ ସହିତ ମୋରି ପାତ୍ରରେ ହିଁ ଭୋଜନ କରନ୍ତୁ। କିନ୍ତୁ ସେ ସେତେବେଳେ ନିଜ ଅନ୍ୟ କର୍ମୀଗଣଙ୍କ ସହିତ ଭୋଜନରେ ବ୍ୟସ୍ତ ଥିଲେ। ସେ ମାଟି ପାତ୍ରରେ ହିଁ ତରକାରୀ ଦେଉଥିଲେ। ଯେଉଁ ତାଟିଆକୁ ସେ ହଜରତ ଖଲିଫତୁଲ ମସିହ ସାଲିସ ରଜିୟତାଲାଙ୍କ ସମ୍ମୁଖରେ ରଖିଥିଲେ ଚୌଧୁରୀ ସାହେବଙ୍କୁ କହିଲେ, ଆପଣ ମୋ ସହିତ ଏହି ତାଟିଆରେ ହିଁ ଭୋଜନ କରନ୍ତୁ। ଅତଏବ ପ୍ରକୃତରେ କହିବାକୁ ଗଲେ ସେ ଜଣେ ନିଷ୍ଠାପର ଓ ଉତ୍ସର୍ଗୀକୃତ ଜୀବନ ଅତିବାହିତ କରିଛନ୍ତି। ଖାଇବା ପିଇବା ଓ ଶୋଇବା ବ୍ୟତୀତ
ସେ ଜମାତ କାମରେ ନିଜର ସମୟ ବ୍ୟତୀତ କରିଛନ୍ତି ଏବଂ ସମୟକୁ କଦାପି ଅପଚୟ କରିନାହାନ୍ତି। ପୁନଶ୍ଚ ତାଙ୍କର ଏହି ସୁପୁତ୍ରୀ କୁହନ୍ତି ଯେ ଯେତେବେଳେ ମୁଁ ସାନ ଥିଲି ସେତେବେଳେ ସେ ମୋତେ ଏକ କଥା ଶୁଣାଉଥିଲେ ଯେ ଉପରିସ୍ଥ ହସ୍ତ ନିମ୍ନସ୍ଥ ହସ୍ତ ଅପେକ୍ଷା ଉତ୍ତମ। ମୁଁ ପୂର୍ବେ ଯେତେବେଳେ ଅନ୍ୟମାନଙ୍କ ଠାରୁ ମୁକ୍ତ ହସ୍ତରେ କୌଣସି ବସ୍ତୁ ଗ୍ରହଣ କରୁଥିଲି ସେତେବେଳେ ପିତାଶ୍ରୀ ମୋତେ ଇଙ୍ଗିତ କରି କହୁଥିଲେ ଯେ ଏପରି ନେବା ଅନୁଚିତ ଏବଂ ବୁଝାଉଥିଲେ ଯେ ପଇସା ହେଉ କି କୌଣସି ବସ୍ତୁ ହେଉ ସର୍ବଦା ଉପରୁ ଧରିବା ଉଚିତ। ଏହା ମଧ୍ୟ ସଂସ୍କାରର ଏକ ଉତ୍ତମ ଶୈଳୀ ଅଟେ। ସାଂସାରିକ ବସ୍ତୁ ପ୍ରତି ତାଙ୍କର ଆଦୌ ମୋହ ନଥିଲା। ତାଙ୍କ ସୁପୁତ୍ରୀ କୁହନ୍ତି ଯଦି କୌଣସି ବ୍ୟକ୍ତି ତାଙ୍କୁ କୌଣସି ଉପହାର ଦେଉଥିଲା ତେବେ ମୁଁ କଦାପି ଅନ୍ୟ ବ୍ୟକ୍ତି ନିକଟରେ ଏହିଭଳି ସୁଗୁଣ ଦେଖିପାରୁନଥିଲି। ତାଙ୍କ ଚକ୍ଷୁର ଚମକ ଓ ଅଭିରୁଚି କେବଳ ଜମାତ କାର୍ଯ୍ୟରେ ହିଁ ରହିଥିଲା। ତାଙ୍କ ବେଡ୍ ନିକଟରେ ଫୋନ୍ ସର୍ବଦା ଉପଲବ୍ଧ ରହୁଥିଲା। ସେ 24 ଘଣ୍ଟା ଫୋନ୍ରେ ଉପସ୍ଥିତ ରହୁଥିଲେ। ପୁନଶ୍ଚ ତାଙ୍କର ଜ୍ୟେଷ୍ଠ ସୁପୁତ୍ର ଉଲ୍ଲେଖ କରନ୍ତି ସନ୍ତାନଙ୍କ ଉପରେ ତାଙ୍କର ତୀକ୍ଷ୍ଣ ଦୃଷ୍ଟି ରହୁଥିଲା। ସେ ନିଜ ସନ୍ତାନମାନଙ୍କର ଭାବବେଗକୁ ସମ୍ମାନ ଜଣାଉଥିଲେ। ତାଙ୍କର ବ୍ୟକ୍ତିଗତ ସମ୍ପର୍କିତ ବୋଝକୁ ସେ ଆମ ଉପରେ ଲଦି ଦେଉନଥିଲେ। ଅର୍ଥାତ୍ ସେ ଏପରି କହୁନଥିଲେ ଯେ ଏଇଟା କରିଦିଅ ସେଇଟା କରିଦିଅ। ସେ ସର୍ବଦା ନିଜ କାର୍ଯ୍ୟ ନିଜେ ହିଁ କରୁଥିଲେ ଏବଂ ଆମମାନଙ୍କୁ ସାହାଯ୍ୟ କରିବାକୁ ପ୍ରୟାସ କରୁଥିଲେ। ମୋର ସନ୍ତାନମାନଙ୍କୁ ମଧ୍ୟ ନିଜ ପାଖରେ ବସାଇ ଜମାତର କଥା ସବୁ କହୁଥିଲେ ଏବଂ ୱକ୍ଫର ବରକାତ ଓ ଖଲିଫାମାନଙ୍କ ସହିତ ନିଜର ବିଶ୍ୱାସବର୍ଦ୍ଧକ ଘଟଣା ସେମାନଙ୍କୁ ଶୁଣାଉଥିଲେ। ତାଙ୍କର ପ୍ରତ୍ୟେକ କଥା ଲକ୍ଷ୍ୟପୂର୍ଣ୍ଣ ଭିତ୍ତିକ ଥିଲା ଯାହାର ଆମମାନଙ୍କ ଉପରେ ସୁପ୍ରଭାବ ପଡ଼ିଛି। ତାଙ୍କର ସୁପୁତ୍ର ମଧ୍ୟ ଏକଥା ଉଲ୍ଲେଖ କରିଛନ୍ତି ଯେ ମୋ ସ୍ୱର୍ଗତ ପିତା ଦୁଇଟି କଥା ଉପରେ ବେଶ୍ ଗୁରୁତ୍ୱ ଦେଉଥିଲେ। ଗୋଟିଏ ନମାଜ ଓ ଉପସ୍ଥିତ ଖଲିଫାଙ୍କ ଖୁତବା କଦାପି ହାତଛଡ଼ା କରିବ ନାହିଁ। ଦ୍ୱିତୀୟଟି ଉପସ୍ଥିତ ଖଲିଫା ଯାହା ବି କହିଛନ୍ତି ତାହା ଉପରେ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟାନୁସରଣ କରିବା ଉଚିତ। ସେ ପୁନଶ୍ଚ କୁହନ୍ତି ଯେ ମୋ ପିତାଶ୍ରୀ ସର୍ବଦା ମୋତେ ଏହା ଏକଥା କହୁଥିଲେ ଯେ ତୁମେ କାନେଡୀୟମାନଙ୍କ ଉପରେ ଏଭଳି ପ୍ରଭାବ ପକାଅ ଯଦି କୌଣସି ତବଲିଗର ମାର୍ଗ ସୃଷ୍ଟି ହୁଏ ତେବେ ସେମାନଙ୍କ ମନରେ ଏହି ଭାବ ଉତ୍ପନ୍ନ କର ଯେ ତୁମେ ସେମାନଙ୍କୁ ସମ୍ମାନ ଜଣାଉଛ ଏବଂ ସେମାନଙ୍କୁ ଭଲ ପାଉଛ। ତେହରିକେ ଜଦିଦର ସମ୍ମାନନୀୟ ୱକିଲୁଲ ତସ୍ନିଫ ଜମିଲୁର ରେହମାନ ରଫିକ ସାହେବ ଉଲ୍ଲେଖ କରିଛନ୍ତି ମୋର ଚୌଧୁରୀ ସାହେବଙ୍କର ପିତା ମହମ୍ମଦ ବକ୍ସ ସାହେବଙ୍କ ସହିତ ଏକ ଭାବପ୍ରବଣ ସମ୍ପର୍କ ରହିଥିଲା। ସେ ଜଣେ ଧାର୍ମିକ ତଥା ପୁଣ୍ୟବାନ ସଦାଚାରୀ ବ୍ୟକ୍ତି ଥିଲେ। ତାଙ୍କର ଏହିପରି ସୁଗୁଣାବଳୀଗୁଡ଼ିକ ଚୌଧୁରୀ ସାହେବଙ୍କ ଉପରେ ଅବ୍ୟାହତ ରହିଥିଲା ଏବଂ ସେ ସାଫଲ୍ୟମଣ୍ଡିତ ହୋଇଥିଲେ। ତାଙ୍କର ପିତାଶ୍ରୀ ସ୍ୱର୍ଗତ ମହମ୍ମଦ ବକ୍ସ ସାହେବ ଚୌଧୁରୀ ଫଜଲ ଅହମଦ ସାହେବଙ୍କୁ ଦାୱତେ ଇଲାଲ୍ଲାହ କରୁଥିଲେ। ଏହି କଥାଟି 60-70 ବର୍ଷ ତଳର। ତାଙ୍କ ପିତାଙ୍କ ଯୋଗୁଁ ଚୌଧୁରୀ ଫଜଲ ଅହମଦ ସାହେବ ଅହମଦିୟତ ଗ୍ରହଣ କରିନେଇଥିଲେ। ପରେ ଏହି ସମ୍ପର୍କଟି ସୃଷ୍ଟି ହୋଇଥିଲା ଯାହା ପରବର୍ତ୍ତୀ ସମୟରେ ଅଭିବୃଦ୍ଧି ଘଟିଥିଲା। ଜମିଲୁର ରେହମାନ ସାହେବ କୁହନ୍ତି ଏହି କାରଣରୁ ଚୌଧୁରୀ ଫଜଲ ଅହମଦ ସାହେବ ଏହି ବିନୀତଙ୍କର ଶ୍ୱଶୁର ଥିଲେ ଏବଂ ଏହି ସମ୍ପର୍କକୁ ସେ ଉତ୍ତମ ଭାବରେ ଅବ୍ୟାହତ ରଖିଥିଲେ। ଏହା ବ୍ୟତୀତ ସେ କୁହନ୍ତି ଯେ ସେ ବିନୀତଙ୍କର ଶିକ୍ଷକ ମଧ୍ୟ ଥିଲେ। ଯେତେବେଳେ ଏହି ଅଧମ BScରେ ଅଧ୍ୟୟନରତ ଥିଲା ସେତେବେଳେ ସେ ଗଣିତରେ ସ୍ନାତକୋତ୍ତର ସମାପ୍ତ କରି ଆସିଥିଲେ। ସେ କିଛି କାଳ ଆମମାନଙ୍କୁ ଶିକ୍ଷାଦାନ ମଧ୍ୟ କରିଥିଲେ। ସେ ଆମମାନଙ୍କୁ ଅତ୍ୟନ୍ତ ଧୀର ସ୍ଥିରର ସହିତ ଅଧ୍ୟାପନା ବା ଶିକ୍ଷାଦାନ କରୁଥିଲେ ଯଦ୍ୱାରା ଆମେମାନେ ଗଭୀର ଭାବରେ ତାଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲୁ। ସେ ଜଣେ ନୀତିବାନ ବ୍ୟକ୍ତି ଥିଲେ କିନ୍ତୁ ଜଣେ ସହାୟକ କର୍ମଚାରୀ ଭାବରେ ସେ ଅହରହ ଭାବରେ ସାହାଯ୍ୟ ମଧ୍ୟ କରୁଥିଲେ। ଆଲ୍ଲାହ ତାଆଲାଙ୍କ କୃପାରୁ ସେ ଅତ୍ୟନ୍ତ ପରିଶ୍ରମୀ ବ୍ୟକ୍ତି ଥିଲେ। ତାଙ୍କର ସ୍ୱଭାବ ଜ୍ଞାନମୟ ଥିଲା। ବିଶେଷ କରି ସେ ଇତିହାସ ଓ ଭୂଗୋଳ ଆଦି ବିଷୟରେ ଜଣେ ବିଜ୍ଞ ଶିକ୍ଷକ ଥିଲେ
ଏବଂ ଏଥିପ୍ରତି ସେ ଛାତ୍ରମାନଙ୍କୁ ମଧ୍ୟ ଅନୁପ୍ରେରିତ କରୁଥିଲେ। ଆଲ୍ଲାହ ତାଲାଙ୍କ କୃପାରୁ ସେ ଜମାତର ଅର୍ଥକୁ ଅତ୍ୟନ୍ତ ସାବଧାନତା ଓ ସତର୍କତାର ସହିତ ବ୍ୟୟ କରୁଥିଲେ ଏବଂ କହୁଥିଲେ ଯେ ଅଳ୍ପ କେତେକ ଶବ୍ଦରେ ପତ୍ରଟିଏ ଲେଖିବା ପାଇଁ ସମ୍ପୂର୍ଣ୍ଣ ସାଇଜର କାଗଜ ବ୍ୟବହାର କରିବା ଉଚିତ ନୁହେଁ। ସେ ପ୍ରତ୍ୟେକ ପ୍ରସଙ୍ଗରେ ଗଭୀରତା ପର୍ଯ୍ୟନ୍ତ ପହଞ୍ଚୁଥିଲେ। ଯେକୌଣସି ସମସ୍ୟାର ସମ୍ମୁଖୀନ ପ୍ରସଙ୍ଗ ହେଉନା କାହିଁକି ତାହାର ସବିଶେଷ ଅଂଶ ସମୀକ୍ଷା କରୁଥିଲେ ଏବଂ ଏହାପରେ ଯାଇ କୌଣସି ନିଷ୍ପତ୍ତିରେ ଉପନୀତ ହେଉଥିଲେ। ଆଲ୍ଲାହ ତାଲାଙ୍କ କୃପାରୁ ଏହିଭଳି ଗୁଣାବଳୀ ତାଙ୍କ ମଧ୍ୟରେ ବିଦ୍ୟମାନ ରହିଥିଲା। ଓକିଲୁଲ ଦିୱାନ ଲଇକ୍ ନାସିର ସାହେବ କୁହନ୍ତି ଯେ ଚୌଧୁରୀ ସାହେବ ମୋତେ କହିଲେ କି ଖଲିଫତୁଲ ମସିହ ସାଲିସ ରଜିଆ ତାଲା ଯେତେବେଳେ ସଦର ଖୁଦାମୁଲ ଅହମଦିୟା ଥିଲେ ସେତେବେଳେ ଚୌଧୁରୀ ସାହେବଙ୍କର ସ୍ୱେଚ୍ଛାସେବୀ ଭାବରେ ଇସ୍ତେମାରେ ଡ୍ୟୁଟି ଥିଲା। ଖଲିଫତୁଲ ମସିହ ସାଲିସ ରହମୁଲ୍ଲାହ ତାଲା କହିଲେ ଯେ ଚାଲ ଟିକେ ଲଙ୍ଗରଖାନାରେ ଅନୁଧ୍ୟାନ କରି ଆସିବା କି କିପରି ରୋଷେଇ ଚାଲିଛି। ସେତେବେଳେ ଇସ୍ତେମା ଅବସରରେ ଲଙ୍ଗରଖାନା ମଧ୍ୟ ଚାଲୁଥିଲା। ଚୌଧୁରୀ ସାହେବ କୁହନ୍ତି ଯେ ମୁଁ ଯେତେବେଳେ ଚାଲିବା ଆରମ୍ଭ କଲି ସେତେବେଳେ ହଜରତ ଖଲିଫତୁଲ ମସିହ ସାଲିସ ରଜିଆ ତାଲା ପୁନଃ ଡାକିନେଲେ ଏବଂ କହିଲେ ଲଙ୍ଗରର ଯିଏ ଭାରପ୍ରାପ୍ତ ଅଧିକାରୀ ଅଛନ୍ତି ସେ ଅତ୍ୟନ୍ତ କଠୋର ସ୍ୱଭାବ ବ୍ୟକ୍ତି। ସେ ତ ଅନଧିକୃତ ବ୍ୟକ୍ତିକୁ ଭିତରକୁ ପ୍ରବେଶ କରିବାକୁ କଦାପି ଅନୁମତି ପ୍ରଦାନ କରିବେ ନାହିଁ, କାରଣ ତୁମେ ବିନା ଅନୁମତିରେ ଅନୁପ୍ରବେଶ କରିବାକୁ ଚାହୁଁଛ ଓ ବୟସ୍କ ପ୍ରାପ୍ତ ବ୍ୟକ୍ତି ଅଟ। ତେବେ ହଜରତ ସାହେବ ନିଜର ସଦର ଖୁଦାମୁଲ ଅହମଦିୟାର ପଦ ଓହ୍ଲାଇ କହିଲେ ମୁଁ ତାଙ୍କର ସଦର ଖୁଦାମୁଲ ଅହମଦିୟାର ସ୍ୱେଚ୍ଛାସେବୀ କର୍ମୀ ଥିଲି। ସେ ପଦ ଓହ୍ଲାଇ ମୋତେ ଲଗାଇଦେଲେ ଏବଂ ବର୍ତ୍ତମାନ ଏହି ଅଧିକାରଟି ତୁମ ହାତରେ ରହିଛି ଯେ ସଦର ଖୁଦାମୁଲ ଅହମଦିୟା ତୁମକୁ ପ୍ରେରଣ କରିଛନ୍ତି ଏବଂ ନିଜର ଏହି ପଜ ଲଗାଇ ପ୍ରେରଣ କରିଛନ୍ତି। ପୁନଶ୍ଚ ଯାଅ ଓ ଯାଇ ରିପୋର୍ଟ ଧରି ଆସ। ଏକଦା ମୁଁ ସମସ୍ତ ନାଜିର ଓ ଓକଲାଙ୍କୁ କହିଥିଲି ଯେ ବାହାର ଜମାତକୁ ଯାଆନ୍ତୁ, ଲୋକମାନଙ୍କୁ ଭେଟନ୍ତୁ ଏବଂ ସେମାନଙ୍କ ନିକଟରେ ଇସଲାମର ବାର୍ତ୍ତା ପହଞ୍ଚାନ୍ତୁ। ମୋର ଏହି ନିର୍ଦ୍ଦେଶ ପାଳନ କରି ଚୌଧୁରୀ ସାହେବ ବି ଗସ୍ତ କରିବାକୁ ବାହାରିଗଲେ। ଉଲ୍ଲେଖକାରୀ ଉଲ୍ଲେଖ କରନ୍ତି ଯେ ମୁଁ ତାଙ୍କ ସହିତ 2 ଥର ସରଗୋଦା ଭ୍ରମଣରେ ଯାଇଥିଲି। ତାଙ୍କ ଅଧୀନରେ ସରଗୋଦା ଜିଲ୍ଲା ଥିଲା। ଏପରି କୌଣସି ଘର ନଥିଲା ଯେଉଁ ଘର ପର୍ଯ୍ୟନ୍ତ ସେ ପହଞ୍ଚି ନଥିଲେ ଏବଂ ଯେଉଁ ବ୍ୟକ୍ତି ଘରେ ମିଳୁନଥିଲେ ଅବା ତାହାର ଠିକଣା ମିଳୁନଥିଲା ସେ ଡେରାରେ ଅଛି ବା କାମକୁ ଯାଇଛି, ତେବେ ସେ ସେହିଠାକୁ ଚାଲି ଯାଉଥିଲେ ଅର୍ଥାତ୍ ତାହାର କର୍ମସ୍ଥଳୀରେ ଯାଇ ପହଞ୍ଚି ତାକୁ ସାକ୍ଷାତ କରୁଥିଲେ। ଏଭଳି କେତେକ ସ୍ଥାନ ମଧ୍ୟ ରହିଥିଲା ଯେଉଁ ସ୍ଥାନକୁ 4 ଚକିଆ ଯାନ ଯାଇପାରୁନଥିଲା। ସେତେବେଳେ ସେ ଅନେକ କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ଯାଇ ସେହି ଲୋକମାନଙ୍କ ନିକଟରେ ପହଞ୍ଚିଥିଲେ ଏବଂ ଇସଲାମର ବାର୍ତ୍ତା ପହଞ୍ଚାଇଥିଲେ। ପୁନଶ୍ଚ ତାଙ୍କର ଏହି ବିଶେଷ ଅଭ୍ୟାସ ମଧ୍ୟ ରହିଥିଲା ଯେ ପୂର୍ଣ୍ଣ ଆଜ୍ଞାନୁବର୍ତ୍ତିତା ଓ ଅନୁସରଣ କରିବାର ଅଛି। ମୁଁ ଯେଉଁ ବାର୍ତ୍ତା ତାଙ୍କୁ ଦେଉଥିଲି ସେ ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ ଏବଂ ଅନେକ ଥର ପାଠ କରୁଥିଲେ ଏବଂ କହୁଥିଲେ ମୋତେ ମାର୍ଗଦର୍ଶନ ଦେଉଥିଲେ ଯେ ମୁଁ ଯଦି ସନ୍ଦେଶ ବା ବାର୍ତ୍ତା ଦେବାରେ ଶବ୍ଦଗୁଡ଼ିକ ଆଗପଛ କରିଦିଏ ଅର୍ଥାତ୍ ଲୋକମାନଙ୍କୁ କହୁଥିଲେ ଯେ ହୁଜୁର ମୋତେ ଯେଉଁ ମାର୍ଗଦର୍ଶନମୂଳକ ବାର୍ତ୍ତା ଦେଇଛନ୍ତି ସେଥିରେ ଯଦି ମୁଁ ଆଗପଛ କରିଦିଏ ଅର୍ଥାତ୍ ନିଜର ଶବ୍ଦ ପୁରାଇ ଦିଏ ତେବେ ମୋତେ ସେଇଠି ଅଟକାଇ ଦେବ ଏବଂ କହିବ ଯେ ଏହି ଶବ୍ଦଟି ଏହିପରି ଅଟେ। ଏପର୍ଯ୍ୟନ୍ତ ସେ ବ୍ୟବହାରିକ କ୍ଷେତ୍ରରେ ସୁଦୃଢ଼ ଥିଲେ। ପୁନଶ୍ଚ ସେ ଏହା କହୁଥିଲେ ଯେ କାର୍ଯ୍ୟାଳୟ ପ୍ରସଙ୍ଗରେ ଯେକୌଣସି ଦୋଷ ତ୍ରୁଟି ଥାଉ ନା କାହିଁକି ତାହା ହଜରତ ଖଲିଫତୁଲ ମସିହଙ୍କ ଗୋଚରାର୍ଥେ ଅଣାଯିବା ଉଚିତ। ଏହାଦ୍ୱାରା ଦୁଆ ମଧ୍ୟ ହୋଇଯାଇଥାଏ ଏବଂ ସଂସ୍କାର ମଧ୍ୟ ମଣିଷର ହୋଇଯାଇଥାଏ। ଭ୍ରମଣ ସମୟରେ ସରଳତାର ଅତ୍ୟନ୍ତ ଉତ୍ତମ ନମୁନା ଥିଲେ। ଜମାତକୁ ଏହି ନିର୍ଦ୍ଦେଶ ରହିଥିଲା ଯେ କୌଣସି ପ୍ରୋଟୋକଲ ଯେପରି ଭଙ୍ଗ ନ ହେଉ। ଯେତେବେଳେ ବି କୌଣସି ସ୍ଥାନରେ ଖାଇବା ସମୟ ହେଲା ସେତେବେଳେ ସେହି ସ୍ଥଳେ
ହିଁ ସାଦରେ ଭୋଜନ ଗ୍ରହଣ କରି ନେଉଥିଲେ। ବେଳେବେଳେ ଗାଁରେ ବୁଲି ବୁଲି ଗାଡ଼ି ଉପରେ ବସି ଖାଇ ନେଉଥିଲେ। ଆଉ କେତେବେଳେ ଫସଲର ଅର୍ଥାତ୍ ଜମି କଡ଼ରେ ବସି ମଧ୍ୟ ନିଜ ଖାଦ୍ୟ ସେବନ କରି ନେଉଥିଲେ। ପୁନଶ୍ଚ ଆଉ କେତେବେଳେ ଜମାତ କହୁଥିଲା କି ଆଜି ଆମକୁ କୌଣସି ଉଦ୍ବୋଧନ ଦିଅନ୍ତୁ, ତେବେ ସେ ଅସ୍ୱୀକାର କରିଦେଉଥିଲେ ଏବଂ କହୁଥିଲେ ମୋତେ ଯେଉଁ କଥାର ଆଦେଶ ଦିଆଯାଇ ନାହିଁ କେବଳ ମୋତେ ଯେଉଁ କଥାର ଆଦେଶ ଦିଆଯାଇଛି କେବଳ ସେହି କଥା ହିଁ ମୁଁ କରିବି ଓ କହିବି। ହଜରତ ମୁସଲିମ ମଉଦ ରଜିୟଲ୍ଲାହୁଙ୍କର କାଦିଆନ ଓ ରବୁଆବାସୀଙ୍କୁ ଏହି ଆଦେଶ ଥିଲା କି ନିଜ ସାହିର ମସଜିଦରେ ନମାଜ ପଢ଼ନ୍ତୁ। ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଏହା ଉପରେ ସେ ପ୍ରତିଷ୍ଠିତ ରହିଥିଲେ ଏବଂ ଏଥିପାଇଁ ଚେଷ୍ଟା ମଧ୍ୟ କରୁଥିଲେ। ଯଦି ମସଜିଦ ମୁବାରକ କିମ୍ବା ମରକଜି ମସଜିଦକୁ ଆସିଯାଉଥିଲେ ତେବେ ସେଠାରେ ଅବଶ୍ୟ ନମାଜ ପଢ଼ି ନେଉଥିଲେ। ସେ ରାତ୍ର ବେଳେ ମଧ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ରହୁଥିଲେ। ଏମିତି ଅନେକ ଥର ହୋଇଛି ଯେ ସନ୍ଧ୍ୟାବେଳେ କାର୍ଯ୍ୟାଳୟକୁ ଆସିଲେ ଏବଂ କାର୍ଯ୍ୟାଳୟରେ ସେତେବେଳେ କୌଣସି କାମ ନଥିଲା କି କେହି କାର୍ଯ୍ୟାଳୟ ଖୋଲିବା ପାଇଁ ମଧ୍ୟ ରହୁନଥିଲା। ସେତେବେଳେ ସେ ସ୍ୱୟଂ କାର୍ଯ୍ୟାଳୟ ଖୋଲି କାମ କରିବାକୁ ବସି ପଡ଼ୁଥିଲେ। ତାଙ୍କର ଏହି ଅଭ୍ୟାସଟି କଲେଜ ଦିନରୁ ହିଁ ରହିଥିଲା। ସେ ନିଜ ମହାବିଦ୍ୟାଳୟର ଜୀବନର ଏକ ରୋମାଞ୍ଚକ ଘଟଣା ପ୍ରସଙ୍ଗରେ ଉଲ୍ଲେଖ କରି କୁହନ୍ତି ଯେ ଏକଦା ସେ ତାଲିମୁଲ ଇସଲାମ କଲେଜର ଷ୍ଟାଫ ରୁମ୍ରେ ସନ୍ଧ୍ୟା ସମୟରେ ବସି କାମ କରୁଥିଲେ। ତେବେ ଜଣେ ସହାୟକ କର୍ମୀ ଆସି ଗୋଟିଏ ଡବାଟିଏ ଦେଲା, ଯେଉଁ ଡବାରେ କିଛି ଖାଦ୍ୟ ପଦାର୍ଥ ଅର୍ଥାତ୍ ବିରିୟାନୀ ରହିଥିଲା। ସେହି କର୍ମୀ ଜଣକ କହିଲା, ଏହାକୁ ପ୍ରିନ୍ସିପାଲ ସାହେବ ପ୍ରେରଣ କରିଛନ୍ତି। ସେତେବେଳେ ହଜରତ ମିର୍ଜା ନାସିର ଅହମଦ ସାହେବ ଖଲିଫତୁଲ ମସିହ ସାଲିସ ରଜିୟଲ୍ଲାହୁ ପ୍ରିନ୍ସିପାଲ ଥିଲେ। ତାଙ୍କୁ ଜଣା ନଥିଲା ଯେ ସେଠାରେ ସେ ବସିଛନ୍ତି। ହଜରତ ଖଲିଫତୁଲ ମସିହ ରାବେ ରହମତୁଲ୍ଲାହ ପରବର୍ତ୍ତୀ ସମୟରେ ତାଙ୍କୁ କହିଲେ ଯେ ମୁଁ ଜାଣିଥିଲି ଯେ ଆପଣ ଏ ସମୟରେ କାର୍ଯ୍ୟାଳୟରେ ହିଁ ବସିଥିବେ। ଅତଏବ ମୁଁ ସହକର୍ମୀକୁ କହିଲି ଯେ ଯାଇ ତାଙ୍କୁ ଏଇ ଡବାଟି ଦେଇ ଆସ। ଯେକୌଣସି ସମୟରେ ବି ତାଙ୍କ ଘରକୁ କୌଣସି ବ୍ୟକ୍ତି ଯାଉଥିଲା ସେତେବେଳେ ସେ ସେହି ବ୍ୟକ୍ତିର ଆତିଥ୍ୟତା କରୁଥିଲେ। ସେ ନିର୍ଦ୍ୱନ୍ଦ୍ୱରେ ନିଜ ପାଖରେ ଯାହା ବି ରହୁଥିଲା ତାହାକୁ ସେ କର୍ମଚାରୀ ଓ ନିଜ ଅଧୀନସ୍ଥ କର୍ମଚାରୀମାନଙ୍କୁ ପ୍ରସ୍ତୁତ କରି ଦେଉଥିଲେ। ଲାଇକ୍ ଆବିଦ ସାହେବ ଉଲ୍ଲେଖ କରନ୍ତି ଯେ ସେ ଛୋଟ ଛୋଟ ପ୍ରସଙ୍ଗରେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରୁଥିଲେ। ଯେକୌଣସି ଚିଠା ବା ବିଲ୍କୁ ସମ୍ପୂର୍ଣ୍ଣ ରୂପେ ତନଖି ପାଠ କରି ସାରିବା ପରେ ଯାଇ ହସ୍ତାକ୍ଷର କରୁଥିଲେ। ଏହା ଅଫିସରମାନଙ୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କଥା ଯେ ବିଲ୍କୁ ସମ୍ପୂର୍ଣ୍ଣ ରୂପେ ଦେଖି ସାରିବା ପରେ ଯାଇ ହସ୍ତାକ୍ଷର କରିବା ଉଚିତ, ନ ଦେଖି ହସ୍ତାକ୍ଷର କରିବା ଉଚିତ ନୁହେଁ। ସମୟାନୁବର୍ତ୍ତିତା ରୁହନ୍ତୁ ଏବଂ ପ୍ରତ୍ୟେକ କାର୍ଯ୍ୟ ଯଥା ସମୟରେ ହିଁ କରିବାର ଅଭ୍ୟାସ ତାଙ୍କର ଥିଲା। ସେ ଅଶ୍ୱ କିମ୍ବା ବାହନ ଉପରେ ଆରୋହଣ ହୋଇ ଯେଉଁଭଳି ଚାହୁଁଥିଲେ ତାହାର ଦିଗ ପରିବର୍ତ୍ତନ କରି ନେଉଥିଲେ। ଏତେ ସମୟାନୁବର୍ତ୍ତିତା ସତ୍ତ୍ୱେ ମଧ୍ୟ ସେ ନିଜ ସମ୍ପର୍କୀୟମାନଙ୍କର ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ମସଜିଦରେ ଯେତେବେଳେ ସେ ନମାଜ ପଢ଼ିବାକୁ ଯାଉଥିଲେ ସେତେବେଳେ ଈଶ୍ୱରଙ୍କ ଚର୍ଚ୍ଚାରେ ଅଭ୍ୟସ୍ତ ରହୁଥିଲେ। ତାଙ୍କ ଗୁଣଗାନ କରିବାରେ ମାତି ରହୁଥିଲେ। ଲୋକମାନଙ୍କର ଘଣ୍ଟା ଆଡ଼କୁ ଚାହିଁବାର ଅଭ୍ୟାସ ରହିଥାଏ ଯେ ସମୟ ହୋଇଗଲାଣି, ନମାଜ ପାଇଁ ଇମାମ ସାହେବ ଆସିନାହାନ୍ତି। ଯେତେବେଳେ ବି ଇମାମ ସାହେବ ଆସନ୍ତି ଓ ନମାଜ ପାଇଁ ପଢ଼ିବା ପାଇଁ ଛିଡ଼ା ହୁଅନ୍ତି ସେ ସଙ୍ଗେ ସଙ୍ଗେ ତାଙ୍କ ସହିତ ସାମିଲ ହୋଇଯାଆନ୍ତି। ଆଗମନକାରୀ ମୁବଲ୍ଲିଗମାନଙ୍କୁ ବାହାର ହିଁ ଉପଦେଶ ଦେଉଥିଲେ। ସାଧାରଣତଃ ସେ ଏହି ଉପଦେଶ ଦେଉଥିଲେ ଯେ ହଜରତ ମସିହ ମଉଦ ଆଲୈହିସ୍ସଲାମଙ୍କ ପୁସ୍ତକ ଗୁଡ଼ିକୁ ପଢ଼ନ୍ତୁ ଏବଂ ମସିହଙ୍କ ପୁସ୍ତକରେ ବର୍ଣ୍ଣିତ ଶିକ୍ଷା ଉପରେ କାର୍ଯ୍ୟାନୁସରଣ କରନ୍ତୁ। ଏହିପରି ଭାବରେ ଆମେମାନେ ପୃଥିବୀରେ ଏକାପରି ରୂପରେଖ ପ୍ରସ୍ତୁତ କରିପାରିବା, ଅର୍ଥାତ୍ ଲୋକମାନଙ୍କୁ ଆମ ଜମାତ ପ୍ରତି ଆକୃଷ୍ଟ କରିପାରିବା। ସମିଉଲ୍ଲାହ ସାହେବ କୁହନ୍ତି, ଆମେ ଦୁହେଁ ଏକା ସାଙ୍ଗରେ ମ୍ୟାଟ୍ରିକ
ରୁ ଉତ୍ତୀର୍ଣ୍ଣ ହେଲୁ ଏବଂ ଶିକ୍ଷା ସମାପ୍ତ କରିବା ପରେ ହଜରତ ଖଲିଫତୁଲ ମସିହ ସାନି ରଜିୟା ତାଆଲାଙ୍କ ନିକଟରେ ୱକ୍ଫ ପାଇଁ ନିଜକୁ ଉପସ୍ଥାପିତ କଲୁ। ହୁଜୁରଙ୍କର କୃପାବଶତଃ ସେ ଆମକୁ ସ୍ୱୀକାର କରିନେଲେ। ଜୀବନର ଶେଷ ସମୟ ପର୍ଯ୍ୟନ୍ତ ପ୍ରାୟ 71 ବର୍ଷ ବୟସ ପର୍ଯ୍ୟନ୍ତ ସେ ବିଭିନ୍ନ ପଦବୀରେ ଦାୟିତ୍ୱ ତୁଲାଇଥିଲେ। ନିଜର ଗୁଣାବଳୀ ଦୃଷ୍ଟିରୁ ସେ ଜଣେ ମହାନ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ଜଣେ ସହାନୁଭୂତିକ, ସାହସୀ ଓ ସର୍ବଦା ଧର୍ମସେବା କରିବାକୁ ତତ୍ପର ରହୁଥିବା ତଥା ଖଲିଫାଙ୍କୁ ବେଶ୍ ଭଲ ପାଉଥିବା ବ୍ୟକ୍ତି ଥିଲେ। ତାଙ୍କର ଆଉ ଏକ ସୁଗୁଣ ଏହା ରହିଥିଲା ଯେ ନୂତନ ଆଗତ ୱାକ୍ଫିନ୍ମାନଙ୍କୁ ଅତ୍ୟନ୍ତ ସୁନ୍ଦର ଭାବରେ ସଂସ୍କାରୀ କରିବାକୁ ପ୍ରୟାସ କରୁଥିଲେ। ତେଣୁ ମୁଁ ମଧ୍ୟ କେତେକ ୱାକ୍ଫିନ୍ମାନଙ୍କୁ ତାଙ୍କ ଅଧୀନସ୍ଥ କରିଦେଇଥିଲି ଯେପରି ସେ ସେମାନଙ୍କୁ ସଂସ୍କାରୀ କରିଦିଅନ୍ତୁ ଏବଂ ସେ ଅତ୍ୟନ୍ତ ଉତ୍ତମ ରୂପେ ଏହି ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ହଲିମ୍ କୁରେଶୀ ସାହେବ କୁହନ୍ତି, ପ୍ରଶାସନିକ ବିଷୟରେ ଓ ଆର୍ଥିକ ପ୍ରସଙ୍ଗରେ ତାଙ୍କର ଗଭୀର ଦଖଲ ରହିଥିଲା। ସେ କଦାପି ଅବ୍ୟବସ୍ଥାକୁ ପସନ୍ଦ କରୁନଥିଲେ ନା ତାହାକୁ ସହ୍ୟ କରୁଥିଲେ। ସେ ଆର୍ଥିକ ପ୍ରସଙ୍ଗରେ ଗଭୀର ଦୃଷ୍ଟି ନିବନ୍ଧ ରଖୁଥିଲେ ଏବଂ ମୂଲ୍ୟ ସଂକ୍ରାନ୍ତରେ ମଧ୍ୟ ଅପଡେଟ୍ ନେଉଥିଲେ। ଯଦି କୌଣସି ବିଲ୍ ଆସୁଥିଲା ତହିଁରେ 10 ଟଙ୍କା ଅଧିକ ହେଉଥିଲେ ତେବେ ସେ ଏ ସଂକ୍ରାନ୍ତରେ ପ୍ରଶ୍ନ ଉଠାଉଥିଲେ ଯେ ଅମୁକ ଦୋକାନରେ ଏହି ବସ୍ତୁର ମୂଲ୍ୟ ତ 100 ଟଙ୍କା ରହିଛି ଏବଂ ଆପଣ ଏଥିପାଇଁ 110 ଟଙ୍କା ଖର୍ଚ୍ଚ କରିଛନ୍ତି। ଜଲସା ସାଲାନାର ଅମୀର କେସରାନୀ ସାହେବ ଓ ରୁଟି ପ୍ଲାଣ୍ଟର ଇଞ୍ଜିନିୟର ଅମୀର ମହମ୍ମଦ କେସରାନୀ ସାହେବ କୁହନ୍ତି, ଚୌଧୁରୀ ସାହେବଙ୍କ ପରାମର୍ଶକୁ ଆମେ ଅତ୍ୟନ୍ତ ଗୁରୁତ୍ୱ ଦେଇଥାଉ। ଯେକୌଣସି ନିଷ୍ପତ୍ତି ନେବା ପୂର୍ବରୁ ବିଭାଗୀୟ ଅଧିକାରୀ ଅଥବା ସେହି କାର୍ଯ୍ୟରେ ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ଅବଶ୍ୟ ପରାମର୍ଶ ନେଉଥିଲେ। ପ୍ରତ୍ୟେକ ନୂତନ ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ତାଙ୍କର ବିସ୍ତୃତ ନିରୀକ୍ଷଣ ଓ ଅନୁଧ୍ୟାନ କରୁଥିଲେ। ସର୍ବବୃହତ ଗୌଣ ପରାମର୍ଶ କରି ସାରିବା ପରେ ହିଁ କୌଣସି ସିଦ୍ଧାନ୍ତରେ ଉପନୀତ ହେଉଥିଲେ। ପବିତ୍ର ଶୁକ୍ରବାର ଦିନ ଯେତେବେଳେ କାର୍ଯ୍ୟାଳୟଗୁଡ଼ିକ ପ୍ରାତଃ ବନ୍ଦ ରହିଥାଏ ସେତେବେଳେ ସେ ରୁଟି ପ୍ଲାଣ୍ଟରେ ଟ୍ରାଏଲ କରୁଥିଲେ। ଏହିପରି ଭାବରେ ସପ୍ତାହର ଶେଷ ଦିନରେ ଅର୍ଥାତ୍ ଶୁକ୍ରବାର ଦିନ ଛୁଟିରେ ମଧ୍ୟ ଅନେକ ଥର କାର୍ଯ୍ୟାଳୟକୁ ଯାଉଥିଲେ ଏବଂ ଏ ସଂକ୍ରାନ୍ତରେ ନିଜ ସହିତ କାମ କରୁଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ବୁଝାଉଥିଲେ ଯେ ଖଲିଫତୁଲ ମସିହ ସାଲିସ୍ ରହିମହୁଲ୍ଲାହ ତାଆଲା ଆମକୁ ଏହି ଶିକ୍ଷା ପ୍ରଦାନ କରିଛନ୍ତି ଯେ ତୁମେମାନେ ଯେତେବେଳେ ବି ନିଜର ବ୍ୟକ୍ତିଗତ ଜୀବନରେ କୌଣସି ସମସ୍ୟାର ସମ୍ମୁଖୀନ ହେବ ତେବେ ଜମାତର କାର୍ଯ୍ୟରେ ଅଧିକ ସମୟ ବ୍ୟତୀତ କରିବ। ଆଲ୍ଲାହ ତାଆଲା ସ୍ୱୟଂ ସେହି ସମସ୍ୟାକୁ ତୁମଠାରୁ ଦୂରୀଭୂତ କରିଦେବେ। ସେ ତୁମ ପାଇଁ ସୁଗମ ପଥ ଉନ୍ମୁକ୍ତ କରିଦେବେ। ସେ ବାଟ ଚାଲୁଥିବା ଲୋକଙ୍କ ପ୍ରତି ସ୍ନେହ ଓ ସମ୍ମାନ ପ୍ରଦର୍ଶନ କରୁଥିଲେ। ପ୍ରତ୍ୟେକ ବ୍ୟକ୍ତିର ଅଭିରୁଚି ପ୍ରସଙ୍ଗ ଉପରେ ଆଲୋଚନା କରୁଥିଲେ। ମୃତ୍ୟୁ ପୂର୍ବରୁ ଏକ ନିର୍ମାଣ କାର୍ଯ୍ୟ ସମ୍ପର୍କିତ କମିଟିରେ କାର୍ଯ୍ୟ ବିଳମ୍ବ ଇଞ୍ଜିନିୟର ସାହେବ କୁହନ୍ତି, ବିନୀତ ଏବଂ ଅନ୍ୟାନ୍ୟ ଇଞ୍ଜିନିୟରମାନଙ୍କ ସହିତ କିଛି କ୍ଷୁବ୍ଧତାର ପରିପ୍ରକାଶ କରିଥିଲେ। କିନ୍ତୁ ସେହିଦିନ ଛୁଟି ପରେ ସେ ବିନୀତଙ୍କୁ ଫୋନ କରି କହିଲେ, ସବୁଦିନ ପରି ସ୍ମିତହାସ୍ୟ ପ୍ରକାଶ କଲେ ଏବଂ କହିଲେ, ବୋଧହୁଏ ଆଜି ମୁଁ କଟୁଭାଷ୍ୟର ପ୍ରୟୋଗ କରିଦେଇଛି। ମୁଁ ଏଥି ନିମନ୍ତେ କ୍ଷମା ପ୍ରାର୍ଥନା ପାଇଁ ଫୋନ କରିଥିଲି ଓ ବିନୀତର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ପଚାରି ବୁଝୁଥିଲେ। ହାଫିଜ ମୁଜଫର ଅହମଦ ସାହେବ ଉଲ୍ଲେଖ କରନ୍ତି, ଏହି ବିନୀତର ନିବେଦନ କ୍ରମେ ହଜରତ ଖଲିଫତୁଲ ମସିହ ରାବେ ରହିମହୁଲ୍ଲାହ ତାଆଲା ରିସର୍ଚ୍ଚ ସେଲ୍ର ନିର୍ମାଣ ଆନୁଷ୍ଠାନିକ ଭାବରେ ସ୍ୱୀକୃତି ପ୍ରଦାନ କରିଥିଲେ। ଚୌଧୁରୀ ସାହେବଙ୍କୁ ସାକ୍ଷାତ କରିବାର ଆଦେଶ ଦେଇଥିଲେ ଏବଂ ସେତେବେଳେ ଏହି ବିନୀତ ମହୋଦୟଙ୍କ ପ୍ରସ୍ତାବିତ ଜାମିଆ ଆହମଦିଆର 2ଟି ସ୍ଥାନ ମଧ୍ୟରୁ ଜାମିଆର ଗୋଟିଏ ସ୍ଥାନରେ ହିଁ କାର୍ଯ୍ୟାଳୟ ନିର୍ମାଣ କରିଥିଲେ। ପରାମର୍ଶ ସମୟରେ କହିଲେ ଯେ ଆପଣମାନେ ଆଗକୁ ମଧ୍ୟ ଜମାତର କାମ କରିବେ
ତେଣୁ ସର୍ବଦା ଜମାତର ଆବଶ୍ୟକତାକୁ ଦୃଷ୍ଟିରେ ରଖିବେ ଏବଂ ମିତବ୍ୟୟତାର ନୀତିକୁ ସର୍ବଦା ନିଜ ସମ୍ମୁଖରେ ରଖିବେ ଏବଂ ଆରାମଦାୟକ ମେଜ ଅବା ଆରାମଦାୟକ ଚୌକି ବଦଳରେ ଆବଶ୍ୟକତାମୂଳକ ଓ ଉପଯୁକ୍ତ ଫର୍ଣ୍ଣିଚର ପ୍ରସ୍ତୁତ କରିବା ପ୍ରତି ଧ୍ୟାନ ଆକର୍ଷଣ କରିଥିଲେ। ଲଣ୍ଡନର ଓକିଲୁଲ ତଫସିର ମାଜିଦ ତାହେର ସାହେବ ଉଲ୍ଲେଖ କରନ୍ତି ଯେ ତାଙ୍କ ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତ ଧର୍ମ ସେବାରେ ହିଁ ଅତିବାହିତ ହୋଇଥିଲା। କାର୍ଯ୍ୟାଳୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନରେ ଉପସ୍ଥିତ ଖଲିଫାଙ୍କ ତରଫରୁ ଯାହା ବି ଆଦେଶ ଆସୁଥିଲା ତାହାକୁ ଚୌଧୁରୀ ସାହେବଙ୍କୁ ପ୍ରେରଣ କରାଯାଉଥିଲା। ତ୍ୱରିତ ଭାବରେ ଅବିଳମ୍ବେ ସେ ତାହା ଉପରେ ପଦକ୍ଷେପ ଗ୍ରହଣ କରୁଥିଲେ। ଅନେକ ଥର ରାତ୍ର ସମୟରେ ଆଦେଶ ମିଳୁଥିଲା ଏବଂ ଆପଣ ଆଦେଶ ଅନୁଯାୟୀ ଆପଣ ଚୌଧୁରୀ ସାହେବ କାର୍ଯ୍ୟାଳୟକୁ ଆସି ଯାଉଥିଲେ ଏବଂ ଏହି ଆଦେଶକୁ କାର୍ଯ୍ୟକାରୀ କରିବା ପରେ ହିଁ ଘରକୁ ଫେରୁଥିଲେ। ନିଃସନ୍ଦେହ ରୂପେ ତାଙ୍କର ଉଠିବା, ବସିବା ଏବଂ ଛିଡ଼ା ହେବା, ଚାଲିବା, କଥା କହିବା, ନୀରବତା ରକ୍ଷା କରିବା ଖଲିଫାଙ୍କ ଅଧୀନ ଥିଲା। ଯେଉଁ ବ୍ୟକ୍ତିମାନେ ନିୟମଗୁଡ଼ିକୁ ଉପସ୍ଥିତ ଖଲିଫାଙ୍କ କହିବାଠାରୁ ବି ଊର୍ଦ୍ଧ୍ୱରେ ମଣିଥାନ୍ତି, ଆଜ୍ଞା ନିୟମାବଳୀଗୁଡ଼ିକ ଉଲ୍ଲିଖିତ ହୋଇଛି, ଜମାତ ତାହାରି ଉପରେ କାର୍ଯ୍ୟାନୁସରଣ କରିବା ଉଚିତ। ସେ ସର୍ବଦା ଏହା କହୁଥିଲେ ଯେ ଉପସ୍ଥିତ ଖଲିଫା ଆମମାନଙ୍କୁ ଯାହା ଆଦେଶ ଓ ନିର୍ଦ୍ଦେଶ ଦିଅନ୍ତି ତାହା ଉପରେ କାର୍ଯ୍ୟାନୁସରଣ କରିବା ଉଚିତ। ଏହା ହିଁ ଆମମାନଙ୍କ ପାଇଁ ମାର୍ଗଦର୍ଶିକା। ଅନ୍ୟ ଅର୍ଥରେ କହିବାକୁ ଗଲେ ମାର୍ଗଦର୍ଶିକା ଓ ନିୟମାବଳୀଗୁଡ଼ିକୁ ଏକ ରୁଲିଂ ଲ'ର ଅଂଶ ମଧ୍ୟ କୁହାଯାଇପାରେ। ରବୁଆରେ ପ୍ରିନ୍ସିପାଲ ମହୋଦୟ ଶ୍ରୀଯୁକ୍ତ ମୁବଶିର ଆୟାଜ ସାହେବ ଉଲ୍ଲେଖ କରନ୍ତି, ସ୍ୱର୍ଗତ ଚୌଧୁରୀ ସାହେବ ଜମାତୀୟ ବର୍ଣ୍ଣନା ଓ ତେହରିକର ଏକ ଏନସାଇକ୍ଲୋପିଡ଼ିଆ ଥିଲେ ଏବଂ ଏହା ସମ୍ପୂର୍ଣ୍ଣ ରୂପେ ସଠିକ୍ ହେବ। ଏହା କହିବା ସମ୍ପୂର୍ଣ୍ଣ ରୂପେ ସଠିକ୍ ହେବ। ତାଙ୍କୁ ଯେତେ ମଧ୍ୟ ସୁଯୋଗ ପ୍ରାପ୍ତ ହେଲା, ଗୋଟିଏ ଜିନିଷ ଯାହା ଅନୁଭୂତ ହେଲା ତାହା ଏହିକି ଯେ ତାଙ୍କର କରାୟତ ଥିଲା ଯାହାକୁ ସେ ବିଭାଗୀୟ କାର୍ଯ୍ୟରେ ବିନିଯୋଗ କରୁଥିଲେ। ସେ କୁହନ୍ତି, ମୁଁ ନିଜର କେତେକ ସାଥୀମାନଙ୍କୁ କହୁଥାଏ ଯେ ଚୌଧୁରୀ ସାହେବଙ୍କ ମାଧ୍ୟମରୁ ଯେ ମିଟିଂ କରନ୍ତୁ, ଚୌଧୁରୀ ସାହେବ ଜାମିଆ ମାଧ୍ୟମରୁ ମିଟିଂ କରାନ୍ତୁ। ତେବେ ସେ ଆମମାନଙ୍କୁ ମଧ୍ୟ ଏହା କହିଦେଉଥିଲେ ଯେ ତୁମ ଜାମିଆରେ ଏତେ ନିଶୁଣି ରହିଛି, ଏତେ ଲତା ରହିଛି, ଅମକ ସ୍ଥାନରେ ଏହି ତ୍ରୁଟି ରହିଛି, ଗୁଳ୍ମ ଲତାମାନ ରହିଛି। ଏପରି ସେ ଅତ୍ୟନ୍ତ ଗଭୀର ଓ ଧ୍ୟାନପୂର୍ବକ ପ୍ରତ୍ୟେକ ଜିନିଷକୁ ଦେଖୁଥିଲେ ଏବଂ ସେଥିପ୍ରତି ଆମମାନଙ୍କର ଧ୍ୟାନ ଆକର୍ଷିତ କରୁଥିଲେ। ସେ ଯେଉଁ ପ୍ରସଙ୍ଗରେ ମିଟିଂ କରୁଥିଲେ ତାହାର ସମସ୍ତ ବୃତ୍ତାନ୍ତକୁ ଓ ଅଂଶକୁ ତନଖି ଅବଗତ କରୁଥିଲେ ଏବଂ ନିଜର ଅନ୍ୟ ବନ୍ଧୁମାନଙ୍କୁ ମଧ୍ୟ ସେମାନଙ୍କଠାରୁ ଆଶା ରଖୁଥିଲେ ଯେ ସେମାନେ ମଧ୍ୟ ଏହିଭଳି କାର୍ଯ୍ୟ କରନ୍ତୁ। ପୁନଶ୍ଚ ଉଲ୍ଲେଖ କରନ୍ତି ଯେ ରବୁଆର ସମଗ୍ର ଇତିହାସ ତ ଯେପରି ତାଙ୍କର ଚକ୍ଷୁ ଓ ହୃଦୟ ତଥା ମସ୍ତିଷ୍କରେ ଖୋଦିତ ହୋଇଯାଇଥିଲା। କିଛି ମାସ ତଳେ ମୁଁ ଯେତେବେଳେ ଚୌଧୁରୀ ସାହେବଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ପ୍ରାପ୍ତ କଲି, ସେତେବେଳେ ମୁଁ କହିଲି ଯେ ରବୁଆର କେତେକ ଐତିହାସିକ ସ୍ଥାନ ସମ୍ପର୍କରେ କେତେକ ପୁରାତନ ପୁରୋଧାମାନଙ୍କର କୁହାଯାଇଥିବା କଥାରେ ମଧ୍ୟ ତାରତମ୍ୟ ରହିଛି। ଆପଣ ତାହାକୁ ଚିହ୍ନଟ କରି ଦିଅନ୍ତୁ। ପ୍ରତି ଉତ୍ତରରେ ସେ ଅନେକ କଥା ଏହି ବିନୀତକୁ କହିଲେ ଓ ବିସ୍ତୃତ ରୂପେ ଚର୍ଚ୍ଚା କଲେ ଯେ ଅମକ ବ୍ୟକ୍ତି କହିପାରିବେ, କିନ୍ତୁ ବର୍ତ୍ତମାନ ଅମକ ବ୍ୟକ୍ତିର ସ୍ମୃତିଶକ୍ତିରେ ଦୁର୍ବଳତା ପରିଲକ୍ଷିତ ହୋଇଛି। ଏମିତି କର ଯେ ତୁମେ ଏକ ସୂଚୀ ପ୍ରସ୍ତୁତ କର, ମୋତେ ତାହା ପ୍ରେରଣ କର। ଏହାପରେ ମୁଁ ତୁମ ସହିତ ଯାଇ ଯେତେ ମୋତେ ସ୍ମରଣ ଥିବ ସେଥି ସମ୍ବନ୍ଧରେ କହିଦେବି। କୁହାଯାଏ ଯେ ତାଙ୍କର ବିନୀତତା ଓ ବିନମ୍ରତାର ଏହି ଅବସ୍ଥା ଥିଲା ଯେ ସେ ନିଜେ ଚାହା ପ୍ରସ୍ତୁତ କରି ସର୍ବଦା ମୋତେ ଦେଉଥିଲେ। ଏହି ପରିପ୍ରେକ୍ଷୀରେ ଗୋଟିଏ ଘଟଣା ଆଲୋଚନା କରିଦେଉଛି। କିଛି ବର୍ଷ ପୂର୍ବେ ସେ ଜଲସା ସାଲାନା ଯାଇଥିଲେ। ସେଠାରେ ଲଙ୍ଗରଖାନାର ନାଏବ ନିଗ୍ରାନ
ମେହଫୁଜୁର ରହମାନ ସାହେବ ଥିଲେ। ଆମେ ଛିଡ଼ା ହୋଇ କଥାବାର୍ତ୍ତା କରୁଥିଲୁ ଯେ ଚୌଧୁରୀ ସାହେବ ସେଠାରୁ ଅତିକ୍ରମ କଲେ। ଆସଲାମୁ ଆଲେକୁମ୍ କହିଲେ। ଏହାପରେ ମେହଫୁଜ ସାହେବ କୁହନ୍ତି, ଏକ ବିଶେଷ ହୃଦୟର ଆବେଗତା ଅବସ୍ଥାରେ ମୋତେ କହିବାକୁ ଲାଗିଲେ ଯେ ଚୌଧୁରୀ ସାହେବ ଆପଣ ବଡ଼ ବିଚିତ୍ର ସରଳ ସ୍ୱଭାବୀ ବ୍ୟକ୍ତି। ଏହି କ୍ଷଣି ମୋତେ ମୋ ନିକଟକୁ ଆସିଥିଲେ ଏବଂ କହିଲେ, ମେହଫୁଜ ସାହେବ କିଛି ଖାଦ୍ୟ ଅଛି କି ଶୀଘ୍ର ଭୋଜନ ପରଷି ଦିଅନ୍ତୁ। ମୁଁ ଏକ ମିଟିଂରୁ ଫେରୁଛି ଏବଂ 15 ମିନିଟ୍ ପରେ ପୁନଃ ଆଉ ଏକ ମିଟିଂକୁ ଯିବାର ଅଛି। ସେ କୁହନ୍ତି ଯେ ଭୋଜନ ସମୟ ସମାପ୍ତ ହୋଇସାରିଥିଲା। ମୁଁ କହିଲି, ଆଚ୍ଛା, ଫ୍ରିଜରେ କିଛି ଖାଦ୍ୟ ପଡ଼ି ରହିଛି, ଦେଖୁଛି ତାହାକୁ ଗରମ କରି ନେଇ ଆସିବି। ଅତଏବ ମେହଫୁଜ ସାହେବ କହିଲେ, ଆପଣ ଫ୍ରେଶ ହୋଇ ଆସନ୍ତୁ, ମୁଁ ସେହି ସମୟ ମଧ୍ୟରେ ଖାଦ୍ୟ ଗରମ କରି ଆଣୁଛି। ତେବେ ସେ ଯାହା ହେଉନା କାହିଁକି, ମେହଫୁଜ ସାହେବ କୁହନ୍ତି ଯେ ଯେତେବେଳେ ମୁଁ ଖାଦ୍ୟ ଗରମ କରି ଆଣିଲି ସେତେବେଳକୁ କିଛି ଅଧିକ ସମୟ ଅତିବାହିତ ହୋଇଯାଇଥିଲା। ଯେହେତୁ ଚୌଧୁରୀ ସାହେବ ସମୟାନୁବର୍ତ୍ତୀ ବ୍ୟକ୍ତି ଥିଲେ ଏବଂ ଯଥା ସମୟରେ ତାଙ୍କୁ ମିଟିଂରେ ଉପସ୍ଥିତ ହେବାର ଥିଲା ଏବଂ ଏହା ମନେ ହେଉଥିଲା ଯେ ଭୋଜନ କରିବା ପରେ ଟିକିଏ ବିଶ୍ରାମ ନେବା ମଧ୍ୟ ଉଚିତ, କିନ୍ତୁ ମୁଁ ଦେଖିଲି ଯେ ପୂର୍ବରୁ ହିଁ ଡାଇନିଂ ଟେବୁଲ ଉପରେ ପଡ଼ି ରହିଥିବା କିଛି ଖଣ୍ଡ ରୁଟିକୁ ସେ ଏକତ୍ରିତ କରି ଓ ପ୍ଲେଟରେ ପଡ଼ି ରହିଥିବା ଅବଶିଷ୍ଟ ଡାଲି ଓ ତରକାରୀକୁ ରୁଟି ସହିତ ଲଗାଇ ସେ ଖାଇସାରିଥିଲେ ଏବଂ ଯଥା ସମୟରେ ମିଟିଂକୁ ଚାଲିଗଲେ। ଏପରି କରିବାରେ ତାଙ୍କ ମୁଖମଣ୍ଡଳରେ କୌଣସି କ୍ଷୁବ୍ଧ ହେବାର ଲକ୍ଷଣ ନଥିଲା। ଯେ ତୁମେ ବିଳମ୍ବରେ କାହିଁକି ଭୋଜନ ଆଣିଲ, କ'ଣ ପାଇଁ ଏତେ ଡେରି ହେଲା, କ'ଣ କାରଣମାନ ରହିଥିଲା। ସେ ସେହି ପ୍ଲେଟ୍ କିମ୍ବା ଡିସ୍ରେ ଅବଶିଷ୍ଟ ପଡ଼ି ରହିଥିବା ରୁଟି ଟୁକୁଡ଼ାଗୁଡ଼ିକୁ ଡାଲି ସହିତ ଖାଇ ଚାଲିଯାଇଥିଲେ। ଚୌଧୁରୀ ସାହେବ ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମଙ୍କ ପୁସ୍ତକର ଗଭୀର ଭାବରେ ଅନୁଧ୍ୟାନ କରୁଥିଲେ। ଏପରି ମନେ ହେଉଥିଲା ଯେ ସେ ଏହି ପୁସ୍ତକଗୁଡ଼ିକୁ ନିଜ ଅଧ୍ୟୟନ ଅଧୀନ ରଖିଛନ୍ତି ଏବଂ କେବଳ ଅଧ୍ୟୟନ ସୀମା ପର୍ଯ୍ୟନ୍ତ ସୀମିତ ରହିଛନ୍ତି ତା ନୁହେଁ, ବରଂ ଏହା କୁହାଯାଏ ସେ ଆତ୍ମସମୀକ୍ଷା ରୂପେ ବିଶେଷ ଦୃଷ୍ଟି ଦେଉଥିଲେ। ଏହି ଦୃଷ୍ଟିରୁ ମଧ୍ୟ ସେ ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମଙ୍କ ପୁସ୍ତକଗୁଡ଼ିକୁ ଦେଖିଲେ ଅତ୍ୟୁକ୍ତି ଓ ଭ୍ରମ ହେବ ନାହିଁ। ଗୋଟିଏ ଗୋଟିଏ କଥାର ନିରୀକ୍ଷା ହେଉଥିଲା ଏବଂ ଏହା ଯେଉଁ ପ୍ରଶ୍ନ ଉତ୍ଥାପିତ ହେଉଥିଲା ତାହାକୁ ସମାଧାନ କରୁଥିଲେ କିମ୍ବା ସମାଧାନ କରିବା ପାଇଁ ପ୍ରୟାସ କରୁଥିଲେ ଏବଂ ଏହି ଉପଦେଶ ଅନ୍ୟମାନଙ୍କୁ ମଧ୍ୟ କରୁଥିଲେ ଯେ ତୁମେ ଯେତେବେଳେ ବି ପୁସ୍ତକ ପାଠ କର ସେତେବେଳେ ଗୋଟିଏ ଗୋଟିଏ ପଦ ଉପରେ ଦୃଷ୍ଟି ରଖ ଏବଂ ଯେତେବେଳେ ବି କୌଣସି ସ୍ଥାନରେ ପ୍ରଶ୍ନ ଉଠିବ ସେତେବେଳେ ତାହାକୁ ସମାଧାନ କରିବାକୁ ଚେଷ୍ଟା କର। ମୁବାରକ ସିଦ୍ଦିକ ସାହେବ କୁହନ୍ତି, ଏକଦା ଯେତେବେଳେ ଚୌଧୁରୀ ସାହେବ ଲଣ୍ଡନ ଆସିଲେ ମୁଁ ତାଙ୍କୁ ଅନୁମତି ଦେଲି ଯେ TI କଲେଜ ଏବଂ କଲେଜ କର୍ତ୍ତୃପକ୍ଷଙ୍କ ସହିତ ଗୋଟିଏ ମିଟିଂ କରିନିଅନ୍ତୁ ଏବଂ ଏକ ଅଧିବେଶନ ରଖିନିଅନ୍ତୁ। ସେ କୁହନ୍ତି, ମୁଁ ଯାଇ ଚୌଧୁରୀ ସାହେବଙ୍କୁ କହିଲି, ହଜରତ ଖଲିଫତୁଲ ମସିହ ମୋତେ ଏହିପରି ଅନୁମତି ପ୍ରଦାନ କରିଛନ୍ତି। ସେ ଯାହା ହେଉନା କାହିଁକି ସେଠାରେ ତାଙ୍କୁ କହିଲେ ଯେ ଆଲ୍ଲାହ ତାଆଲା ଆପଣଙ୍କୁ ସେବା କରିବା ପାଇଁ ସାମର୍ଥ୍ୟ ପ୍ରଦାନ କରିଛନ୍ତି ଏବଂ ବହୁତ ବଡ଼ ସମ୍ମାନର ଅଧିକାରୀ କରିଛନ୍ତି। ଆମକୁ ବି ଆପଣ ସେହି ସଫଳତାର ମନ୍ତ୍ର ସମ୍ପର୍କରେ ଅବଗତ କରାନ୍ତୁ ଏବଂ କିଛି ଉପଦେଶ ଦିଅନ୍ତୁ। ଅତଏବ ସେ କହିବାକୁ ଲାଗିଲେ, ସେହି ରହସ୍ୟ ଅର୍ଥାତ୍ ମୂଳମନ୍ତ୍ର କେବଳ ଗୋଟିଏ କଥାରେ ରହିଛି, ତାହା ହେଉଛି ନିଜ ଜ୍ଞାନ ଓ ନିଜ ବୁଦ୍ଧିକୁ କିଛି ବୋଲି ମଣିବ ନାହିଁ, ଚିନ୍ତା କରିବ ନାହିଁ ଏବଂ ଆଖି ବନ୍ଦ କରି ଉପସ୍ଥିତ ଖଲିଫାଙ୍କର ଆଜ୍ଞାବହତା ସ୍ୱୀକାର କରନ୍ତୁ ତଥା ଆଜ୍ଞା ପାଳନ କରନ୍ତୁ ଏବଂ ଏଭଳି ଆଜ୍ଞା ପାଳନ କରନ୍ତୁ ଯେପରି ଆପଣଙ୍କର ହୃଦୟ ଏହି କଥାର ସାକ୍ଷ୍ୟ ପ୍ରଦାନ କରିବ, ସାକ୍ଷ୍ୟ ଦେବ ଯେ ମୁଁ ହୁଜୁରଙ୍କ ଆଦେଶର ଯଥାସାଧ୍ୟ ପାଳନ କରି ନେଇଛି। ମିର୍ଜା ଜୱାଦ ସାହେବ ଉଲ୍ଲେଖ କରନ୍ତି ଯେ ଖଲିଫତୁଲ ମସିହ ସାଲିସ ରହିମୁଲ୍ଲାହ ତାଆଲାଙ୍କ ଏକ ବର୍ଣ୍ଣନା ସେ ମୋତେ ଶୁଣାଇଥିଲେ ଯେ ମୋତେ ଚୌଧୁରୀ ସାହେବକୁ ହଜରତ ଖଲିଫତୁଲ ମସିହ ସାଲିସ ରହିମୁଲ୍ଲାହ ତାଆଲା ଦେଶ ବିଭାଜନ ପୂର୍ବରୁ ଜଲସା ସାଲାନା ଅବସରରେ କହିଲେ ଏବଂ ଏହି ଜଲସାରେ ନିୟମିତ ରୂପେ ଗୋଟିଏ ସପ୍ତାହ ଧରି ଡ୍ୟୁଟି ଦେବାକୁ ପଡ଼ିଥିଲା। ଏହି ପୂର୍ବ ଅବଧି ମଧ୍ୟରେ ସମସ୍ତ ଡ୍ୟୁଟି ଦେଉଥିବା କର୍ମୀମାନଙ୍କୁ କେବଳ ଥରୁଟିଏ ପାଇଁ ରିଫ୍ରେଶମେଣ୍ଟ ବାବଦରେ ଏକ କପ୍ ଚା ମିଳୁଥିଲା
ଅତଏବ ଜଣେ ସାଧାରଣ ସେବକ ଓ କର୍ମୀ ସାଦରେ ଚାହା ଆଣିଲେ ଏବଂ ନିଜର ନିବାସ ସ୍ଥାନକୁ ଆସିଲେ କିମ୍ବା ଅନ୍ୟ ଭୋଜନ ଗୁଡ଼ିକ ଯାହା ଲଙ୍ଗରରେ ପ୍ରସ୍ତୁତ ହେଉଥିଲା ତାହା ସେଠାରେ ପ୍ରସ୍ତୁତ ହେଉନଥିଲା। କର୍ମୀମାନଙ୍କୁ କେବଳ ଥରେ କପେ ଚା ମିଳୁଥିଲା। ଅତଏବ ଜଣେ କର୍ମୀ ଚାହା ଧରି ଆସିଲେ ଯେଉଁଠି ତାଙ୍କର ନିବାସ ରହିଥିଲା। ଶୟନଶଯ୍ୟାରେ ଉପସ୍ଥିତ ଥିବା ଜଣେ ଅତିଥି ଭାବିଲେ ଯେ ବୋଧହୁଏ ସେ ତାଙ୍କ ପାଇଁ ଚା ନେଇ ଆସିଛନ୍ତି। କର୍ମୀ ଯେତେବେଳେ ଭିତରେ ପ୍ରବେଶ କଲେ ସେଠାରେ ଜଣେ ଅତିଥି ଶଯ୍ୟାଶାୟୀ ଥିଲେ। ସେ କର୍ମୀକୁ ପ୍ରଶ୍ନ ଛଳରେ କହିଲେ ଯେ ମୋ ପାଇଁ ଚା ନେଇ ଆସିଛନ୍ତି। ତେବେ ସେବକ ଜଣକ କୌଣସି ଉତ୍ତର ଓ ଭାବାବେଗ ବ୍ୟକ୍ତ ନ କରି ସେହି ଚାହା ଉକ୍ତ ଅତିଥିଙ୍କୁ ପ୍ରଦାନ କରିଦେଇଥିଲେ। ଏବଂ ଚୌଧୁରୀ ସାହେବ କୁହନ୍ତି ହଜରତ ଖଲିଫତୁଲ ମସିହ ସାଲିସ ରହିମୁଲ୍ଲାହ ତାଲା ଏହି ଘଟଣା ବର୍ଣ୍ଣନା କରି ଡ୍ୟୁଟିଧାରୀଙ୍କୁ ବଳିଦାନର ଚର୍ଚ୍ଚା କରି କହିଲେ ଯେ ଡ୍ୟୁଟିଧାରୀମାନେ କିଭଳି ଭାବରେ ପ୍ରତ୍ୟେକ ପରିସ୍ଥିତିରେ ଅତିଥିମାନଙ୍କର ସେବା ସତ୍କାର କରିଥାନ୍ତି ଏବଂ ଏଥିପ୍ରତି ଯତ୍ନବାନ ଓ ତତ୍ପର ରହିଥାନ୍ତି। ଚୌଧୁରୀ ସାହେବ କୁହନ୍ତି ଦେଖ ସେହି ଯୁଗ ଥିଲା ଯେ ସପ୍ତାହ ଯାକରେ ଡ୍ୟୁଟିରେ ରିଫ୍ରେଶମେଣ୍ଟ ବାବଦରେ କେବଳ ଗୋଟିଏ କପ୍ ଚା ମିଳୁଥିଲା। ତାହା ପୁଣି ଡ୍ୟୁଟି ସମୟରେ ହିଁ ବଳିଦାନ ଦେବାକୁ ପଡ଼ୁଥିଲା, ଅର୍ଥାତ୍ ଡ୍ୟୁଟି ଦେଉଥିବା କର୍ମୀମାନଙ୍କୁ ତାହା ମଧ୍ୟ ବଳିଦାନ ଦେବାକୁ ପଡ଼ୁଥିଲା। କିନ୍ତୁ ଆଜିର ଏହି ସାମ୍ପ୍ରତିକ ଯୁଗ ଯେତେବେଳେ ଆଲ୍ଲାହ ତାଆଲା ଜମାତକୁ ଆର୍ଥିକ ଦୃଷ୍ଟିରୁ ଏତେ ପରିପୁଷ୍ଟ କରିଦେଇଛନ୍ତି ଯେ ପ୍ରତ୍ୟେକ ଏତେ ସମ୍ମାନିତ କରିଛନ୍ତି ଯେ ପ୍ରତ୍ୟେକ ଛୋଟ ମିଟିଂରେ ମଧ୍ୟ ଚାହା ପ୍ରସ୍ତୁତ ହେବା ଗୋଟିଏ ସାଧାରଣ କଥା ପାଲଟି ଯାଇଛି। ଅତଏବ ଆଲ୍ଲାହ ତାଆଲାଙ୍କ କୃପାର ଏକ ଅବବୋଧ ହେବା ଉଚିତ ଯେ ସର୍ବଦା ଜମାତର ଧନକୁ ଅପବ୍ୟୟ କରିବାରେ ସତର୍କତା ଅବଲମ୍ବନ କରିବା ଉଚିତ। ସେ ଯାହା ହେଉନା କାହିଁକି କଥା ତ ଅସଂଖ୍ୟ ରହିଛି। ତନ୍ମଧ୍ୟରୁ ଏଠାରେ କେତେକ କଥା ଚର୍ଚ୍ଚା କରିଦେଉଛି। ଯଦି ତାହା ବର୍ଣ୍ଣନା କରାଯାଏ ତେବେ ଦୀର୍ଘ ହୋଇଯିବ। ମୁଁ ଏଠାରେ ହିଁ ତାହାକୁ ସମାପ୍ତ କରୁଛି ଏବଂ ତାଙ୍କ ସମ୍ପର୍କରେ ଯାହା କିଛି ବର୍ଣ୍ଣନା ହୋଇଛି କିମ୍ବା ତାଙ୍କ ଗୁଣାବଳୀର ବିଷୟରେ ଚର୍ଚ୍ଚା ହୋଇଛି ତନ୍ମଧ୍ୟରେ କୌଣସି ଆଧିକ୍ୟତା ନାହିଁ, ବରଂ ଏ ସମସ୍ତ ସୁଗୁଣର ସେ ଅଧିକାରୀ ଥିଲେ। ତାଙ୍କ ସମ୍ପର୍କରେ ଅନେକ ଲୋକମାନେ ମୋତେ ପତ୍ର ଲେଖିଛନ୍ତି। ସେହି ପତ୍ରର ସଂଖ୍ୟା ଏତେ ଅଧିକ ଯେ ମୁଁ ମଝିରୁ ମଧ୍ୟ ନେଇପାରିଲି ନାହିଁ ଏବଂ ପଢ଼ିପାରିଲି ନାହିଁ। ବରଂ ସେ ଜଣେ ଅସାଧାରଣ କ୍ଷମତାଧାରୀ ବ୍ୟକ୍ତିବିଶେଷ ଥିଲେ ଏବଂ ବହୁ ପରିଶ୍ରମୀ ବ୍ୟକ୍ତି ଥିଲେ। ମୁଁ ତାଙ୍କ ସହିତ ମଧ୍ୟ କାମ କରିଛି। ସେ ଅତ୍ୟନ୍ତ କୋମଳ ଶୈଳୀରେ କାମ ଶିଖାଉଥିଲେ। ପୁନଶ୍ଚ ମୁଁ ଯେତେବେଳେ ନାଜିରେ ଆଲା ହେଲି ସେତେବେଳେ ମଧ୍ୟ ତାଙ୍କର ମୋ ପ୍ରତି ଏହି ଆଚରଣ ରହିଥିଲା ଯେ ଆଜ୍ଞାନୁବର୍ତ୍ତିତାର ସହ ସେହି ସମୟକୁ କଟାଉଥିଲେ। ଖିଲାଫତ ସହିତ ଅତ୍ୟନ୍ତ ବିଶ୍ୱସ୍ତତାର ଦୃଷ୍ଟାନ୍ତ ସ୍ୱରୂପ ଜଣେ ଅହମଦୀ ଭାବରେ, ଜଣେ କର୍ମଚାରୀ ଭାବରେ, ବାୟତର ସଠିକ୍ ଦାୟିତ୍ୱ ନିର୍ବାହକାରୀ ରୂପେ ନିଜର ସମସ୍ତ କର୍ତ୍ତବ୍ୟ ସେ ସଠିକ୍ ରୂପେ ନିର୍ବାହ କରିଛନ୍ତି। ଉପସ୍ଥିତ ଖଲିଫାଙ୍କର ପ୍ରତ୍ୟେକ ଶବ୍ଦକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି। ସେ କେବଳ କୌଣସି ସ୍ପଷ୍ଟୀକରଣ ଦେଉନଥିଲେ ଯେ ଏହାର ଏହି ସ୍ପଷ୍ଟୀକରଣ ହେବ କିମ୍ବା ଏଇଟା ଏପରି ହେବ। ଏକ ଯୁଗରେ ଜାମିଆର ଏକ ଜୁନିୟର ସେକ୍ସନ ଥିଲା ଏବଂ ପୃଥକ ବିଲ୍ଡିଂଟିଏ ରହିଥିଲା। ତାଙ୍କୁ କୁହାଗଲା ଯେ ମୋ ମତରେ ଅଧିକ ଖର୍ଚ୍ଚର କୌଣସି ଆବଶ୍ୟକତା ନାହିଁ। ବର୍ତ୍ତମାନ ଏହାକୁ ଜାମିଆର ସିନିୟର ସେକ୍ସନ ସହିତ ମିଶାଇ ଦିଆଯାଉ। ତେବେ ସେତେବେଳେ ତାଙ୍କର କେତେକ ସଂରକ୍ଷଣ ମଧ୍ୟ ରହିଥିଲା ଓ ଅନ୍ୟ ବୟୋଜ୍ୟେଷ୍ଠଙ୍କର ମଧ୍ୟ ସଂରକ୍ଷଣ ମଧ୍ୟ ରହିଥିଲା। ମୁଁ ପରାମର୍ଶ ଲୋଡ଼ିଥିଲି, ତେବେ ସେ ମୋତେ ନିଜର ମତାମତ ଜଣାଇଥିଲେ ଏପରି ହେବା ଅନୁଚିତ। କିନ୍ତୁ ମୁଁ ଯେତେବେଳେ ପରେ ନିଷ୍ପତ୍ତି ନେଲି ସେତେବେଳେ ବିନା କୌଣସି ଆପତ୍ତିରେ ସେହି ସମୟରେ ହିଁ ଏହା ଉପରେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନେଇଥିଲେ। ମୋ ମତରେ କିଛି ଦିନ ଲାଗିଲା। 24 ଘଣ୍ଟା ମଧ୍ୟରେ ଏହା ଉପରେ ପଦକ୍ଷେପ ନିଆଯାଇ ମୋତେ ରିପୋର୍ଟ ମଧ୍ୟ ପ୍ରଦାନ କରିଥିଲେ ଯେ ଏହା ସବୁ ହୋଇଯାଇଛି ଯେପରି ଆପଣ କହିଥିଲେ, ଅର୍ଥାତ୍ ନିର୍ଦ୍ଦେଶ ଦେଇଥିଲେ। ଆଲ୍ଲାହ ତାଆଲା ବୈକୁଣ୍ଠରେ ସ୍ୱର୍ଗତଙ୍କର ସ୍ତରକୁ ଉନ୍ନୀତ କରନ୍ତୁ ଓ ଖଲିଫାଙ୍କୁ ଏହିପରି ସୁଲତାନ ନସିର ଅର୍ଥାତ୍ ସହାୟକ ପ୍ରଦାନ କରନ୍ତୁ। ପାକିସ୍ତାନର ବିଷମ ପରିସ୍ଥିତି ପାଇଁ ମଧ୍ୟ ପ୍ରାର୍ଥନା କରନ୍ତୁ। ଆଲ୍ଲାହ ତାଆଲା ଯଥାଶୀଘ୍ର ସେଠାକାର ପରିସ୍ଥିତିକୁ ସୁଧାରି ଦିଅନ୍ତୁ ଏବଂ ଅହମଦୀମାନଙ୍କ ସ୍ୱାଧୀନତାର ସହିତ ଜୀବନଯାପନ
କରିବାକୁ ସେମାନଙ୍କୁ ସାମର୍ଥ୍ୟ ପ୍ରଦାନ କରନ୍ତୁ। ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ କଥା ରହିଛି, ମୁଁ ତାହା ମଧ୍ୟ ଏଠାରେ ଆଲୋଚନା କରିଦେଉଛି। ପୃଥିବୀରେ ଏ ଯେଉଁ କରୋନା ଭୂତାଣୁ ରୋଗ ବ୍ୟାପୁଛି, ଏହି ପରିସ୍ଥିତିରେ ଯେଉଁ ଅହମଦୀମାନଙ୍କୁ ସଠିକ୍ କର୍ତ୍ତବ୍ୟ ନିର୍ବାହ କରିବାର ଏବଂ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି, ତାହା ସେମାନେ ସଠିକ୍ ରୂପେ ସମ୍ପାଦନ କରୁନାହାନ୍ତି। ୟୁକେରେ ନୁହେଁ, ଆମେରିକାରେ ନୁହେଁ, ପାକିସ୍ତାନରେ ନୁହେଁ କି ଅନ୍ୟ କୌଣସି ରାଷ୍ଟ୍ରରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଉ ନାହିଁ। ଅତଏବ ସମ୍ପୂର୍ଣ୍ଣ ରୂପେ ମାସ୍କ ଆଦି ପରିଧାନ କରିବା ଉଚିତ, ନାକକୁ ଭଲ ଭାବରେ ଘୋଡ଼ାଇବା ଉଚିତ କିମ୍ବା କେବଳ ବେକ ଉପରେ ମାସ୍କ ପିନ୍ଧି ରଖିବା ଉଚିତ ନୁହେଁ। ଯଦି ଏହିଭଳି କରାଯାଏ, ତାହା ମାସ୍କ ପିନ୍ଧିବାର କୌଣସି ଫଳପ୍ରଦ ସାବ୍ୟସ୍ତ ହେବ ନାହିଁ। ପୁନଶ୍ଚ ସରକାରଙ୍କ ଯେଉଁ ଗାଇଡ଼ଲାଇନ୍ ଓ ନିୟମାବଳୀ ରହିଛି, ପରସ୍ପର ମଧ୍ୟରେ ପାଖାପାଖି ହୋଇ ଛିଡ଼ା ହେବା, ସାକ୍ଷାତ କରିବା, କଥାବାର୍ତ୍ତା ହେବା ଇତ୍ୟାଦି ଅନୁଚିତ। ସାମାଜିକ ଦୂରତା ରକ୍ଷା କରିବା ଉଚିତ। ଅନ୍ୟଥା ଏହିପରି ଭାବରେ ଏହି ଭୂତାଣୁଟି ଗୋଟିଏ ଲୋକରୁ ଅନ୍ୟ ଲୋକ ଉପରକୁ ବ୍ୟାପି ଚାଲିବ। ଏହା ମଧ୍ୟ ଚେଷ୍ଟା କରିବା ଉଚିତ ଯେ ଅଯଥା ପଦାରେ ବୁଲାବୁଲି କରିବାରୁ ଦୂରତା ବା ନିବୃତ୍ତ ରହିବା ଉଚିତ। ୟୁରୋପରୁ ପାକିସ୍ତାନ ଯିବାରୁ ପରିହାର କରିବା ଉଚିତ। ଆଜିକାଲି ଏହିଭଳି ଦେଶକୁ ଯାତ୍ରା କରିବା ଅନୁଚିତ। ସେ ଯାହା ହେଉ ନା କାହିଁକି ଆଲ୍ଲାହ ତାଆଲା ଉକ୍ତ ବ୍ୟାଧିକୁ ଯଥାଶୀଘ୍ର ଦୂରୀଭୂତ କରନ୍ତୁ। ଯେଉଁ ଅହମଦୀମାନେ ଅସୁସ୍ଥ ଅଛନ୍ତି କିମ୍ବା ଯେଉଁମାନେ ଅହମଦୀ ନାହାନ୍ତି, ଆଲ୍ଲାହ ତାଆଲା ସେମାନଙ୍କୁ ମଧ୍ୟ ରୋଗରୁ ଆରୋଗ୍ୟ ପ୍ରଦାନ କରନ୍ତୁ। ନମାଜ ପରେ ମୁଁ ଇନଶାଆଲ୍ଲାହ ତାଆଲା ଚୌଧୁରୀ ହମିଦୁଲ୍ଲାହ ସାହେବଙ୍କର ନମାଜ ଜନାଜା ଗାଏବ ପଢ଼ାଇବି। Alhamdulillah nahmaduhu wa nasta'inuhu wa nastaghfiruhu wa nu'minu bihi wa natawakkalu alayhi wa na'udhu billahi min shururi anfusina wa min sayyiati a'malina. من يهده الله فلا مضل له ومن يضلل فلا هادي له ونشهد أن لا إله إلا الله ونشهد أن محمدا عبده ورسوله. عباد الله رحمكم الله، إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون. اذكروا الله يذكركم وادعوه يستجب لكم ولذكر الله أكبر.